ଏକ ପଦରୁ ପଢିବା ଆଦି ପୁସ୍ତକ 38 ପର୍ବର ପାଠ୍ୟ। ସେଇ ସମୟରେ ଜିହୁଦା ଆପଣା ଭାତୃଗଣ ନିକଟରୁ ଅଦୁଲମିଆ ହୀରା ନାମକ ଜଣେ ଲୋକ ନିକଟକୁ ଗଲା। ସେଠାରେ ସୁୟ ନା ନାମରେ କୌଣସି କିଣାନୀୟ ଲୋକର ଗୋଟିଏ କନ୍ୟାକୁ ଦେଖି ତାକୁ ବିବାହ କରି ତାହାର ସହବାସ କଲା। ଏଣୁ ସେ ଗର୍ଭବତୀ ହୋଇ ପୁତ୍ର ପ୍ରସବ କରନ୍ତେ ସେ ତାହାର ନାମ ଏର ଦେଲା। ଅନନ୍ତର ପୁନର୍ବାର ତାହାର ଗର୍ଭ ହୁଅନ୍ତେ ସେ ପୁତ୍ର ପ୍ରସବ କରି ତାହାର ନାମ ଅନାନ ଦେଲା। ପୁନର୍ବାର ତାହାର ଗର୍ଭ ହୁଅନ୍ତେ ସେ ପୁତ୍ର ପ୍ରସବ କରି ତାହାର ନାମ ସେଲା ଦେଲା। ଏହାର ଜନ୍ମ ଏହାର ଜନ୍ମ ସମୟରେ ଜିହୁଦା କସିବରେ ଥିଲା। ଅନନ୍ତର ଜିହୁଦା ତାମାର ନାମ୍ନୀ ଏକ କନ୍ୟା ଆଣି ଆପଣା ଜ୍ୟେଷ୍ଠ ପୁତ୍ର ଏର ସହିତ ତାହାକୁ ବିବାହ ଦେଲା। ମାତ୍ର ଜିହୁଦାର ଜ୍ୟେଷ୍ଠ ପୁତ୍ର ଏର ସଦାପ୍ରଭୁଙ୍କ ସାକ୍ଷାତରେ ଦୁଷ୍ଟ ଥିଲା। ଏଣୁ ସଦାପ୍ରଭୁ ତାହାକୁ ବିନାଶ କଲେ। ତହିଁରେ ଜିହୁଦା ଅନାନକୁ କହିଲା, ତୁମ୍ଭେ ଆପଣା ଭାତୃ ଭାର୍ଯ୍ୟର ସହ ସହବାସ କର, ତାହା ପ୍ରତି ଦେବରର କର୍ତ୍ତବ୍ୟ କର୍ମ କରି ଭାତୃବଂଶ ଉତ୍ପନ୍ନ କର। ମାତ୍ର ସେହି ବଂଶ ଆପଣାର ହେବ ନାହିଁ, ଏହା ବୁଝି ଅନାନ ଭାର୍ଯ୍ୟାର ସଙ୍ଗମ କାଳେ ଭାତୃବଂଶ ଉତ୍ପନ୍ନ କରିବା ଅନିଚ୍ଛାରେ ଭୂମିରେ ରେତପାତ କଲା। ତାହାର ଏରୂପ କର୍ମ ସଦାପ୍ରଭୁଙ୍କ ଦୃଷ୍ଟିରେ ମନ୍ଦ ଥିଲା। ଏଣୁ ସେ ତାକୁ ମଧ୍ୟ ନାଶ କଲେ। ସେତେବେଳେ ଜିହୁଦା ଆପଣା ପୁତ୍ର ବଧୂ ତାମାରକୁ କହିଲା, ମୋହର ପୁତ୍ର ସେଲା ବଡ ନ ହେବା ପର୍ଯ୍ୟନ୍ତ ତୁମ୍ଭେ ବିଧବା ହୋଇ ଆପଣା ପିତୃଗୃହରେ ଯାଇ ରୁହ। ଯେହେତୁ ସେ ଭାବିଲା, କିଏ ଜାଣେ ଭାଇମାନଙ୍କ ପରି ସେଲା ହିଁ ମରିଯିବ। ଏଣୁକରି ତାମାର ପିତୃଗୃହରେ ଯାଇ ବାସ କଲା। ଆଉ ଅନେକ ଦିନ ଗତ ହୁଅନ୍ତେ ସୁୟର କନ୍ୟା ଜିହୁଦାର ଭାର୍ଯ୍ୟା ମଲା। ତହିଁ ଉତ୍ତାରେ ଜିହୁଦା ସାନ୍ତ୍ୱନା ଯୁକ୍ତ ହୋଇ ଅଦୁଲମିଆ ହୀରା ନାମକ ବନ୍ଧୁ ସହିତ ତିମ୍ନାରେ ଆପଣା ମେସଲମ ଛେଦନ ମାନଙ୍କ ନିକଟକୁ ଗଲା। ସେତେବେଳେ କେହି ଜଣେ ତାମାରକୁ ସମ୍ବାଦ ଦେଇ କହିଲା, ଦେଖ, ତୁମ୍ଭ ଶ୍ୱଶୁର ଆପଣା ମେସଲମ ଛେଦନ କରିବା ପାଇଁ ତିମ୍ନାକୁ ଯାଉଅଛି। ତିମ୍ନାକୁ ଯାଉଅଛି। ତହିଁରେ ତାମାର ବିଧବା ବସ୍ତ୍ର ପରିତ୍ୟାଗ କରି ଆବରକ ବସ୍ତ୍ର ପିନ୍ଧି ଆପଣାକୁ ଆଚ୍ଛାଦନ କରି ତିମ୍ନାର ପଥ ପାର୍ଶ୍ୱସ୍ଥ ମୋର ପ୍ରବେଶ ସ୍ଥାନରେ ବସି ରହିଲା। କାରଣ ସେ ଦେଖିଲା ସେଲା ବଡ ହେଲେ ହେଁ ତାହା ସହିତ ଆପଣାର ବିବାହ ହେଲା ନାହିଁ। ସେତେବେଳେ ଜିହୁଦା ତାକୁ ଦେଖି ବେଶିଆ ଜ୍ଞାନ କଲା, କାରଣ ସେ ମୁଖ ଆଚ୍ଛାଦନ କରିଥିଲା। ଏ ନିମନ୍ତେ ସେ ପଥ ପାର୍ଶ୍ୱରେ ତାହା ନିକଟକୁ ଯାଇ ପୁତ୍ର ବଧୂକୁ ଚିହ୍ନି ନ ପାରି କହିଲା, ନିବେଦନ କରୁଅଛି, ତୁମ କତିକୁ ମତେ ଯିବାକୁ ଦିଅ। ତହୁଁ ତାମାର କହିଲା, ତୁମ୍ଭେ ମୋ କତିକି ଆସିବା ପାଇଁ କଣ ଦବ? ସେ କହିଲା, ପଲରୁ ଗୋଟିଏ ଛେଳି ଛୁଆ ପଠାଇଦେବି। ତାମାର କହିଲା, ତାହା ପଠାଇବା ଯାଏ ମତେ କି କୌଣସି ବନ୍ଧକ ଦବ? ଜିହୁଦା କହିଲା, କଣ ବନ୍ଧକ ଦବା? ତାମାର କହିଲା, ତୁମ୍ଭର ଏହି ମୋହର ସୂତ୍ର ଓ ହସ୍ତଯଷ୍ଟି। ତ ଜିହୁଦା ତାକୁ ସେ ସବୁ ଦେଇ ତାହା କତିକି ଗମନ କଲା। ତହିଁରେ ସେ ତାହା ଦ୍ୱାରା ଗର୍ଭବତୀ ହେଲା। ଅନନ୍ତର ତାମାର ଉଠି ପ୍ରସ୍ଥାନ କଲା। ପୁଣି ଆବରକ ବସ୍ତ୍ର ପାଲଟି ବିଧବା ବସ୍ତ୍ର ପିନ୍ଧିଲା। ଏଥିରେ ଏ ଉତ୍ତାରେ ଜିହୁଦା ସେଇ ସ୍ତ୍ରୀ ଠାରୁ ବନ୍ଧକ ଦ୍ରବ୍ୟ ନେବା ନିମନ୍ତେ ଆପଣା ଅଦୁଲମୀୟ ବନ୍ଧୁ ଦ୍ୱାରା ଛେଳି ଛୁଆ ପଠାଇ ଦେଲା। ମାତ୍ର ସେ ତାହାର ଦେଖା ପାଇଲା ନାହିଁ। ଏଣୁ ସେ ସେଠି ଲୋକମାନଙ୍କୁ ପଚାରିଲା, ଏନମର ପଥ ପାର୍ଶ୍ୱରେ ଯେଉଁ ମହାରି ଥିଲା ସେ କାହିଁ? ସେମାନେ କହିଲେ, ଏଠାରେ କୌଣସି ମହାରି ରୁହେ ନାହିଁ। ଅନନ୍ତର ଜିହୁଦା ନିକଟକୁ ଫେରି ଯାଇ କହିଲା, ମୁଁ ତାହାର ଦେଖା ପାଇଲି ନାହିଁ। ଆଉ ସେଠାରେ ଲୋକମାନେ ମଧ୍ୟ କହିଲେ, ଏ ସ୍ଥାନରେ କୌଣସି ମହାରି ରୁହେ ନାହିଁ। ତେବେ ଜିହୁଦା କହିଲା, ତାହାଠାରେ ଯାହା ଅଛି ସେ ତାହା ରଖୁ। ଆମ୍ଭେମାନେ କାହିଁକି ଲଜ୍ଜାସ୍ପଦ ହବା? ଦେଖ, ମୁଁ ଏହି ଛେଳି ଛୁଆ ପଠାଇଲି, ମାତ୍ର ତୁମ୍ଭେ ତାର ଦେଖା ପାଇଲ ନାହିଁ। ଆଉ ପ୍ରାୟ 3 ମାସ ଉତ୍ତାରେ କେହି ଜିହୁଦାକୁ କହିଲା, ତୁମର ପୁତ୍ର ବଧୂ ତାମାର ବ୍ୟଭିଚାରିଣୀ ହୋଇଅଛି, ଆଉ ବ୍ୟଭିଚାର କର୍ମେ ତାହାର ଗର୍ଭ ହୋଇଅଛି। ତହିଁରେ ଜିହୁଦା କହିଲା, ତାକୁ ବାହାରକୁ ଆଣି ଅଗ୍ନିରେ ଦଗ୍ଧ କର।
ଅନନ୍ତର ସିଏ ବାହାରକୁ ଅଣାଯାଆନ୍ତେ ଆପଣା ଶ୍ୱଶୁର ନିକଟକୁ କହି ପଠାଇଲା, ଏ ସମସ୍ତ ବସ୍ତୁ ଯାହାର ସେହି ପୁରୁଷ ଦ୍ୱାରା ମୋହର ଗର୍ବ ହୋଇଅଛି। ଆହୁରି କହିଲା, ଅ, ଏହି ମୋହର ଓ ସୂତ୍ର ଆଉ ଯଷ୍ଟି କାହାର ତାହା ଚିହ୍ନି ଦେଖ। ତ ଜିହୁଦା ସେଇ ସକଳ ପଦାର୍ଥ ଆପଣାର ବୋଲି ସ୍ୱୀକାର କରି କହିଲା, ସେ ମୋ ଠାରୁ ଅଧିକ ଧର୍ମିଷ୍ଠା, କାରଣ ମୁଁ ତାକୁ ମୋହର ପୁତ୍ର ସେଲାକୁ ଦେଲି ନାହିଁ। ମାତ୍ର ଜିହୁଦା ଆଉ ତାହା କତିକି ଗଲା ନାହିଁ। ଆମମାନେ 26 ପଦ ପର୍ଯ୍ୟନ୍ତ ଈଶ୍ୱରଙ୍କ ବାକ୍ୟ ପଢିଲୁ। ଆଉ ଆମେ ଆଦି ପୁସ୍ତକ 38 ପର୍ବର 1 ପଦରୁ 26 ପଦ ପର୍ଯ୍ୟନ୍ତ ଈଶ୍ୱରଙ୍କ ବାକ୍ୟ ପଢିଲୁ। ହେଲେ ଏ ଗତ ମାସରେ ଆମର ଆମେରିକାରେ ଗୋଟେ ଚର୍ଚ୍ଚ ଘର, ଡେନଭରରେ ଗୋଟେ ଚର୍ଚ୍ଚ ଅଛି, ଆମର ଡେନଭର ଚର୍ଚ୍ଚ କହୁଛନ୍ତି। ତ କଣ ହେଲା, ସେଠି ଅଳ୍ପ ମାସ ପୂର୍ବରୁ ଜଣେ ହୋମଲେସ୍ ଲୋକ, ଯାହାର ଘର ନାହିଁ, ବେଶୀ ଶୀତ ହଉଥିବାରୁ ସେ କଣ କଲା, ଚର୍ଚ୍ଚ ପାଖରେ ସେ ନିଆଁ ଲଗେଇଲା ଓ ନିଆଁ ପୁଉଥିଲା। କିନ୍ତୁ ସେ ନିଆଁଟା କଣ୍ଟ୍ରୋଲ ହେଲା ନାହିଁ, ସେ ଲୋକ ବି ପଳେଇଲା ପରେ ସେ ନିଆଁଟା ଜଳି ଜଳି ଆମ ଚର୍ଚ୍ଚ ଘରେ ନିଆଁ ଧରିଲା। ଆଉ ଚର୍ଚ୍ଚ ଘରଟା ପ୍ରକୃତରେ ଜଳିଗଲା। ତ ଚର୍ଚ୍ଚ ଘର ଯେତେବେଳେ ଜଳିଗଲା, ଛାତ ବି ଜଳିଗଲା। ହଁ, କାଠ ଦ୍ୱାରା ତିଆରି ହେଇଥିଲା। ତ ସେମାନଙ୍କର ଇନ୍ସୁରାନ୍ସ ମଧ୍ୟ ନାହିଁ। ଆଉ ତ ସେ ପାଷ୍ଟର ମଧ୍ୟ ବହୁତ ଦୁଃଖ ମନେ କଲେ, ଏବେ କୋଉଠି ରହିବେ। ହଁ, ମତେ କୋହୋଷ୍ଟ ଟିକେ ଦିଅ, ଆଉ ଏଇଟା ସମସ୍ତଙ୍କୁ ମ୍ୟୁଟ କରିଦିଅ, କାର କାର ଅନମ୍ୟୁଟ ହେଇଯାଇଛି। ତ ସେ ଚର୍ଚ୍ଚ ଘର ଯେହେତୁ ଜଳି ଯିବାରୁ, ଆଉ ତାଙ୍କର ଇନ୍ସୁରାନ୍ସ ମଧ୍ୟ ନଥିଲା। ତ ଇନ୍ସୁରାନ୍ସ ମଧ୍ୟ ନାହିଁ, ଇଆଡେ ଚର୍ଚ୍ଚ ଘର ନିଆଁରେ ଜଳିଗଲା। ତ ଏ ସମସ୍ତ ଘଟଣାକୁ ଯେତେବେଳେ ସେ ଚର୍ଚ୍ଚର ପାଷ୍ଟର ଆଉ ପାଷ୍ଟର ପାର୍ଙ୍କୁ ମଧ୍ୟ ଜଣେଇଲେ, ଯିଏ ନ୍ୟୁୟର୍କରେ ଅଛନ୍ତି ପାଷ୍ଟର ପାର୍ଙ୍କର ପୁଅ, ତାଙ୍କୁ ଜଣେଇଲେ ଯେ ଏମିତି ଏମିତି ଘଟଣା ହେଲା। ତ ସେ ପାଷ୍ଟର କଣ କହିଲେ, ଆମମାନଙ୍କର ଈଶ୍ୱର ହଉଛନ୍ତି ଭଲ, ଗଡ ଇଜ ଗୁଡ, ସେଥିପାଇଁ ପ୍ରଭୁଙ୍କ ଠାରେ କିଛି ମଧ୍ୟ ମନ୍ଦ ନାହିଁ। ତ ପ୍ରଭୁଙ୍କ ଠାରେ କିଛି ମଧ୍ୟ ମନ୍ଦ ନାହିଁ। ତ ଏହା ପ୍ରଭୁଙ୍କର ଜାଣିବାରେ ହୋଇଛି। ସେଥିପାଇଁ ପ୍ରଭୁ ଆମକୁ କୌଣସି ମନ୍ଦ ବିଷୟ ଦେଇପାରିବେ ନାହିଁ। ତ ପ୍ରଭୁ ଯାହା ବି ଆମକୁ ଦିଅନ୍ତି ତାହା ହଉଛି ଭଲ ବିଷୟ। ସେଥିପାଇଁ ନିଆଁଟା ଅମଙ୍ଗଳ ଆଉ ବିନାଶରେ ସରିବ ନାହିଁ, କିନ୍ତୁ ପ୍ରଭୁ ତମକୁ ସମସ୍ତ ଉତ୍ତମ ପଦାର୍ଥ ଆଉ ଉତ୍ତମ ବିଷୟରେ ତମକୁ ରିପେ କରିବେ। ତ ସେତେବେଳକୁ ସେ ପାଷ୍ଟରଙ୍କର ମାଇଣ୍ଡ ମଧ୍ୟ ଚେଞ୍ଜ ହେଇଗଲା। ଏ ପରିସ୍ଥିତି ଯାହା ତାଙ୍କ ଜୀବନରେ ଘଟିଲା, ସେ ପରିସ୍ଥିତିକୁ ସେ ପ୍ରଭୁଙ୍କ ଦାସଙ୍କର ସ୍ୱରରୁ ଦେଖିବା ପାଇଁ ଆରମ୍ଭ କଲେ। ହଁ, ଏଇଟା ପ୍ରଭୁଙ୍କ ଦୃଷ୍ଟିରେ ଏଇଟା ମନ୍ଦ ନାହିଁ, ପ୍ରଭୁ ଏଇଟା ଭଲ ବିଷୟ ଦେଲେ। ଯେହେତୁ ଆମମାନେ ସତ ସତ ଜ୍ଞାନଦାୟକ ବୃକ୍ଷର ଫଳକୁ ଖାଇଛୁ, ସେଥିପାଇଁ ମଣିଷ ଏ ଫଳକୁ ଖାଇଲା ପରେ ମଣିଷ ମାନେ ପ୍ରଭୁଙ୍କ ଅନୁସାରେ ଚିହ୍ନୁ ନାହାନ୍ତି କି ପ୍ରଭୁ କେମିତି ଦେଖୁଛନ୍ତି, କିନ୍ତୁ ମଣିଷ ଭଲ ମନ୍ଦର ଜ୍ଞାନ ଅନୁସାରେ ଦେଖିଲେ, ଏଇଟା ହଉଛି ଖରାପ, ଏଇଟା ହଉଛି ଭଲ। ତ ପ୍ରଭୁଙ୍କର ଇଚ୍ଛାକୁ ଆମେ ଆଉ ହୃଦୟକୁ ସିଧାସଳଖ ଗ୍ରହଣ କରିପାରୁନୁ। ସେଥିପାଇଁ ଏଇଟା ଭଲ, ଏଇଟା ଏଇଟା ହଉଛି ଭଲ, ନିଆଁ ଜଳିଲେ ଏଇଟା ବହୁତ ଖରାପ ବିଷୟ, ଇନ୍ସୁରାନ୍ସ ଥିଲେ ଭଲ ହେଇଥାନ୍ତା। କିନ୍ତୁ ଆମେ ପରମେଶ୍ୱରଙ୍କର ଇଚ୍ଛାକୁ ସିଧାସଳଖ ଆଉ ଶୁଣି ପାରୁନୁ, ଆଉ ଗ୍ରହଣ କରିପାରୁନୁ। ସେଥିପାଇଁ ପ୍ରଭୁ ଯାହା ବି ଆମ ଜୀବନରେ ଦେଇଛନ୍ତି ତାହା ହଉଛି ଭଲ ବିଷୟ କହିକି ପାଷ୍ଟର କହିଲେ। ସେଥିପାଇଁ ଏ ପାଷ୍ଟର ଯିଏକି ଚର୍ଚ୍ଚ ଘର ପୋଡିଗଲା ତାଙ୍କର, ତ ସେ ବର୍ତ୍ତମାନ କେମିତି କରିବେ, ସେଥିପାଇଁ ଏଇଟା ନ୍ୟୁଜରେ ମଧ୍ୟ ଆସିଲା, ସାହି ପଡିଶା ସମସ୍ତେ ଜାଣିଲେ। ତ ସବୁ ରିପେୟାର କରିବା ପାଇଁ ତାଙ୍କୁ $70,000 ଦରକାର। ତ $1,000 ହଉଛି 8,700 ଟଙ୍କା। 70,000 ହେଲେ କେତେ ହବ? कितना होगा? ବେଶୀ ଲକ୍ଷ ଟଙ୍କା ହବ। କିନ୍ତୁ ଏତେ ପଇସା ଚର୍ଚ୍ଚର ମେମ୍ବର ବି କେମିତି ଜମା କରିବେ? କିନ୍ତୁ ପ୍ରଭୁଙ୍କର ଅନୁଗ୍ରହରେ ସେମାନେ ସମ୍ପୂର୍ଣ୍ଣ ତାଙ୍କର ରିପେୟାରିଂ କୁ, ରିନୋଭେସନ କୁ କମ୍ପ୍ଲିଟ କଲେ। ତ ଏଇ ନ୍ୟୁଜ ଟା, ନିଆଁ ଜଳିଗଲା ଘର, ହୋମଲେସ୍ ଲୋକ ଆସିକି ନିଆଁ ପୋଉଥିଲା, ତ ଏଇଟା ସବୁ ନ୍ୟୁଜ ରେ ମଧ୍ୟ ଆସିଲା। ସାହି ପଡିଶା ଆଉ ସମସ୍ତେ ମଧ୍ୟ ଡୋନେସନ ଦେବ ବୋଲି ତାଙ୍କର ହୃଦୟ ମଧ୍ୟ ଖୋଲା କଲେ। ଆଉ ପାଷ୍ଟର ଅନୁଗ୍ରହ ପାଇଲେ, ଆଉ
ଯେହେତୁ ସେ ଆମ ଚର୍ଚ୍ଚ ବିଲ୍ଡିଂ କୁ ଅନ୍ୟ ଚର୍ଚ୍ଚର ଲୋକମାନେ ମଧ୍ୟ ଆସିକି ବେଳେ ବେଳେ ମିଟିଂ କରୁଥିଲେ, ଆଉ ସେଥିପାଇଁ ସେ ଲୋକମାନେ ମଧ୍ୟ ଆସିକି ହେଲ୍ପ କରିବୁ କହିଲେ। ଆଉ ସେ ଚର୍ଚ୍ଚ ଘର ପୁରା ରିନୋଭେଟ କଲେ। ସେ ପାଷ୍ଟରଙ୍କର ରୁମ ମଧ୍ୟ ସୁନ୍ଦରରେ ପ୍ରକୃତରେ ତିଆରି କଲେ, ହଲ୍ କୁ ମଧ୍ୟ ସୁନ୍ଦରରେ ତିଆରି କଲେ। ଆଉ ଯେତେବେଳେ ଡେଡିକେସନ କରିବାର ଅଛି, ଆଉ ଥରେ ରିବନ କାଟିକି ନୂଆ ବିଲ୍ଡିଂ, ସେଥିପାଇଁ ଆଖାପାଖ ସମସ୍ତଙ୍କୁ ଇନଭାଇଟ କଲା। 250 ଜଣ ଆସିଲେ। ତ 250 ଜଣ ଯେତେବେଳେ ଆସିଲେ, ସେ ଚର୍ଚ୍ଚରେ ଗୋଟେ ବାଇବଲ ସେମିନାର ହଉଛି 250 ଲୋକଙ୍କୁ ନେଇକି। ପୂର୍ବରୁ ଲୋକମାନଙ୍କୁ ଯେତେ ଡାକିଲେ ମଧ୍ୟ ଆସୁନାହାନ୍ତି। 15 ଜଣ, 30 ଜଣ, 40 ଜଣକୁ ନେଇକି ସେମାନେ କନଫରେନ୍ସ କରୁଥିଲେ, କିନ୍ତୁ ଏବେ ଚର୍ଚ୍ଚରେ 250 ଲୋକ ବାଇବଲ ସେମିନାର କୁ ଆସିଲେ। ତ 250 ଜଣ ଆସିଲେ, ଲୋକଙ୍କୁ ଖାଇବାକୁ ଦବାକୁ ପଡିବ। 150 ଲୋକ ପୁରା ନୂଆ ଲୋକମାନେ ଅଛନ୍ତି। ତ କିଏ ଖାଇବାକୁ ଦେବେ? ସେମାନଙ୍କ ଭିତରୁ ଦୁଇଟା ଭଉଣୀ କହିଲେ ଆମମାନେ ଲଞ୍ଚ ଦବୁ। ତ ବାହାରୁ ସେମାନେ ରୋଷେଇ ବାଲାକୁ ଡାକିଲେ, ସବୁ ଜିନିଷ ଧରିକି ଆସେ, ସେମାନେ ରୋଷେଇ ଦେଲେ। ପାଖରେ ଜଣେ ଚାଷୀ ଥିଲେ, ସେ କହିଲେ ମୁଁ ଯାହା ପରିବା ଦରକାର ହବ ଆଉ ଯାହା ଖର୍ଚ୍ଚ ହବ ମୁଁ ସବୁ ଦେବି କହିଲେ। ଆଉ ସେ ଚର୍ଚ୍ଚ ଘର ତିଆରି କରିବା ପାଇଁ ମଧ୍ୟ ଅନ୍ୟ ଚର୍ଚ୍ଚର ଲୋକମାନେ, ଯୋଉମାନେ ଆମ ଚର୍ଚ୍ଚକୁ ଆସିକି ଉପାସନା କରୁଥିଲେ, ସେମାନେ କହିଲେ ଆମେ କାମ କରିଦବୁ, କିନ୍ତୁ ଆମେ ମୂଲିଆ ପଇସା ନବୁ ନାହିଁ। ସେଥିପାଇଁ $70,000 ଖର୍ଚ୍ଚ ହବା ଜାଗାରେ $23,000 ଖର୍ଚ୍ଚ ହେଲା ଖାଲି ସାମାନ କିଣିବାରେ। ଆଉ ସେମାନେ ସବୁ ଫ୍ରିରେ କାମ କରିଦେଲେ। ତାପରେ ଶନିବାର ଦିନ ମିଟିଂ ସରିଲା। ସେଥିପାଇଁ ଶନିବାର ଦିନ ମିଟିଂ ସରିବାରୁ ନୂଆ ଲୋକମାନଙ୍କ ଭିତରୁ 50 ଜଣ କହିଲା ଆମେ ଆସନ୍ତା କାଲି ଚର୍ଚ୍ଚକୁ ଆସିବୁ। ସେଥିପାଇଁ ତାଙ୍କ ଚର୍ଚ୍ଚ ମେମ୍ବର ହଉଛି 40ରୁ 50 ଜଣ, କିନ୍ତୁ ରବିବାର ଦିନ ତାଙ୍କର ଉପାସନାରେ 100ରୁ ଅଧିକ ଲୋକ ଯୋଗଦାନ ଦେଲେ। ସେଥିପାଇଁ ଏ ସାକ୍ଷ୍ୟ ଯେତେବେଳେ ପାଖାପାଖି ଚର୍ଚ୍ଚର ଲୋକମାନେ ଶୁଣିଲେ, ସବୁ ଆମ ଗୁଡ ନ୍ୟୁଜ ମିଶନରେ, ସମସ୍ତଙ୍କର ମନରେ କଣ ଆସିଲା? ଆମେ ବି ଆମର ଚର୍ଚ୍ଚ ଘର ନିଆଁ ଲଗେଇଦେଲେ ହବ। ଆମର ଆମର ରହିବା ରୁମ ବି ନୂଆ ହବ, ଆମର ବିଲ୍ଡିଂ ମଧ୍ୟ ନୂଆ ହବ। ଆମର ଚର୍ଚ୍ଚରେ ଏତେ ଲୋକ, ନୂଆ ଲୋକ ଆସିବେ। ମରି ମରିକି ପ୍ରଚାର କଲେ ଲୋକ ଏତେ ଆସୁନାହାନ୍ତି, କିନ୍ତୁ ଗୋଟେ ନିଆଁ ଜଳିବାରୁ 50 ଲୋକ ନୂଆ ଲୋକ ଆସିଲେ। ବାଇବଲ ସେମିନାର ଏତେ ହେଲା, ପାଷ୍ଟରଙ୍କର ରୁମ ମଧ୍ୟ ପୁରା ନୂଆ ହେଇଗଲା। ସେଥିପାଇଁ ଶେଷରେ ଯେତେବେଳେ ସେ ପାଷ୍ଟର ଦେଖିଲେ ଆଉ ଯାହା ବି ପ୍ରକୃତରେ ଘଟୁଛି, ଯେତେବେଳେ ନିଆଁ ଜଳିଲା ମଧ୍ୟ ସେ ହୋମଲେସ୍ ଲୋକ, କିନ୍ତୁ ପ୍ରଭୁ ଜାଣିଥିଲେ। ସେଥିପାଇଁ ଏଇଟା ଅମଙ୍ଗଳ ନାହିଁ, କିନ୍ତୁ ଏଇଟା ଆଶୀର୍ବାଦରେ ବଦଳିଗଲା। ସେଥିପାଇଁ ପ୍ରଭୁଙ୍କ ଭିତରେ ମନ୍ଦ ନାହିଁ, ପ୍ରଭୁଙ୍କ ଭିତରେ କେବଳ ଭଲ ଅଛି। ସେଥିପାଇଁ ପ୍ରଭୁ ଯାହା ବି ଆମମାନଙ୍କୁ ଦେଇଛନ୍ତି, ଯଦି ଆମେ ଏଇଟା ପ୍ରଭୁ ମୋ ଜୀବନରେ ଉତ୍ତମତାକୁ ଦେଇଛନ୍ତି ବୋଲି ଆମେ ଗ୍ରହଣ କଲେ, ସେଇଟା ସେ ଉତ୍ତମତା କରିବା ନିମନ୍ତେ ପ୍ରଭୁ କାର୍ଯ୍ୟ କରିବେ। ସେଥିପାଇଁ ପ୍ରଭୁଙ୍କ କୁ ବିଶ୍ୱାସ କରିକି ଯେତେବେଳେ ପ୍ରତ୍ୟେକ ଷ୍ଟେପ ଆମ ଜୀବନରେ ଆମେ କାଢୁଛୁ, ପ୍ରଭୁ ସମସ୍ତ ବିଷୟକୁ ସମ୍ପୂର୍ଣ୍ଣ କରୁଛନ୍ତି। ଆମମାନଙ୍କର ଶକ୍ତି ନାହିଁ, କିନ୍ତୁ ପ୍ରଭୁଙ୍କର ଶକ୍ତି ଅଛି। ଆମେନ୍ ନା ନାଇଁ ଭାଇ ଭଉଣୀ ମାନେ? ଆମ ପାଖରେ ପଇସା ନାହିଁ, କିନ୍ତୁ ପ୍ରଭୁଙ୍କ ପାଖରେ ପଇସା ଅଛି। ଯଦିଓ ବି ଆମମାନଙ୍କ ପାଖରେ ଶକ୍ତି ନାହିଁ, କିନ୍ତୁ ପ୍ରଭୁଙ୍କ ପାଖରେ ଯଦି ଶକ୍ତି ଅଛି, ଆଉ ପ୍ରଭୁ ଯଦି ଜାଣିଛନ୍ତି, ତାହେଲେ ସେତିକି ଯଥେଷ୍ଟ। ଆମେ ଯେତେବେଳେ କୋରିଆକୁ ମଧ୍ୟ ଯାଉଛୁ, ଆଉ ଆମେ ଏଠୁ ବମ୍ବେକୁ ଯାଉଛୁ, ନହେଲେ ଦିଲ୍ଲୀକୁ ଯାଉଛୁ, ଟ୍ରେନରେ ଯାଉଛୁ, ନହେଲେ ଫ୍ଲାଇଟରେ ଯାଉଛୁ। ବମ୍ବେରୁ ଆଉ ଦିଲ୍ଲୀରୁ ଫ୍ଲାଇଟରେ କୋରିଆକୁ ଯାଉଛୁ। ତ କୋରିଆକୁ ଯେତେବେଳେ ଫ୍ଲାଇଟରେ ଗଲେ, ଏ ବର୍ଷ ଆମେ ବମ୍ବେରୁ ସିଙ୍ଗାପୁର ଗଲୁ, ଆଉ ସିଙ୍ଗାପୁରରୁ କୋରିଆକୁ ଗଲୁ। ତେବେ ବମ୍ବେରୁ ସିଙ୍ଗାପୁର 5 ଘଣ୍ଟାର ଅଧିକ, ଆଉ ସିଙ୍ଗାପୁରରୁ କୋରିଆ ମଧ୍ୟ 5 ଘଣ୍ଟାର ଅଧିକ। ପାଖାପାଖି 11 ଘଣ୍ଟା କି 12 ଘଣ୍ଟା ଆମେ କୋରିଆ ଯାଇକି ପହଞ୍ଚିଲୁ। ତ ଏଥର ଯୋଉ ଫ୍ଲାଇଟରେ ଆମେ ଗଲୁ, ସେ ଫ୍ଲାଇଟ ବେଶୀ ଭଲ ଥିଲା। ଆଜି ପର୍ଯ୍ୟନ୍ତ ଯେତେ ଫ୍ଲାଇଟରେ ବସିଛି ମୁଁ, ସବୁ ଫ୍ଲାଇଟରୁ ଏଥର ଯିବା ଫ୍ଲାଇଟ ହଉଛି ବେଶୀ ବଢିଆ। ଖାଦ୍ୟ ମଧ୍ୟ ବେଶୀ ବଢିଆ। ଆଉ ଆଉ ସେ ଏୟାରପୋର୍ଟ ମଧ୍ୟ, ସିଙ୍ଗାପୁର ଏୟାରପୋର୍ଟ ବେଶୀ ସୁନ୍ଦର। ସେଇଠି ଆମେ ଗଲା ବେଳକୁ 6 ଘଣ୍ଟା ଥିଲୁ, ଆସିଲା ବେଳକୁ 4 ଘଣ୍ଟା ଥିଲୁ। ତ ଏଇ 6 ଘଣ୍ଟା ଏତେ ଶୀଘ୍ର ବିତିଗଲା। ସେଇଠି ୱାଟରଫଲ ଅଛି, ଆଉ ସେ ଜାଗାରେ କୁଣ୍ଡରେ ମାଛ ଛାଡିଛନ୍ତି, ଆଉ ସେ ଜାଗାରେ ଏତେ ସୁନ୍ଦର ଫୁଲରେ ସଜେଇଛନ୍ତି। ସେଥିପାଇଁ ସେ ଏୟାରପୋର୍ଟ ମଧ୍ୟ ଏତେ ବଡ ଯେ, ଆଉ ଯିଏ ବି ପହଞ୍ଚିବ ଖାଲି ବସିକି ରହିବି କହିବ ନାହିଁ, ଟିକେ ବୁଲିବା କହିବ। ଆଉ ସେ ବୁଲୁ ବୁଲୁ 3-4 ଘଣ୍ଟା 5 ଘଣ୍ଟା ବିତିଯିବ ଯେ ଜଣା ପଡିବ ନାହିଁ। ସେଥିପାଇଁ ସେ ଏୟାରପୋର୍ଟ ମଧ୍ୟ ବେଶୀ ଭଲ। ଆଉ ତ ଆମେ ଯେତେବେଳେ ଫ୍ଲାଇଟରେ ମଧ୍ୟ ବସୁଛୁ, ସେତେବେଳକୁ ପାଇଲଟକୁ ଆମେ ଭରସା କରୁଛୁ। ଆଉ ଆମେ ପାଇଲଟକୁ ଭରସା କରିକି ସିଟରେ ବସିଲେ, ନିଦ ଲାଗିଲେ ଟିକେ ଶୋଉଛୁ, ଆଉ ଖାଇବା ଟାଇମ ଆଇଲେ ଖାଇବାକୁ ଦଉଛନ୍ତି। ଆଉ ଟିକେ ବୋର ଲାଗିଲେ ବାହାରେ ଦେଖୁଛୁ ମେଘ, ପ୍ରଭୁ କେମିତି ସୃଷ୍ଟି କରିଛନ୍ତି। ତ
ତଳେ ସମୁଦ୍ର ଦେଖୁଛୁ, ନହେଲେ ଆମେ ଟିକେ ଆଉ ବିଜାର ଲାଗିଲେ ସେଠି ଗୀତ ବି ଶୁଣି ହବ, ଫିଲ୍ମ ଦେଖି ହବ। ଏମିତି ତ ଫିଲ୍ମ ଦେଖିବା ପାଇଁ ଘରେ ଚାନ୍ସ ନାହିଁ। ମାନେ ଆଉ ଜାଣି ଜାଣି ଆଉ ଦେଖି ହଉଛି କି ଫିଲ୍ମ ଟିକେ ଦେଖିବି କହିକି। ଆଉ ଆମ ଚର୍ଚ୍ଚରେ ମୋବାଇଲରେ ଦେଖି ହବ, କିନ୍ତୁ ଆଉ ଫିଲ୍ମ ଆଉ ସବୁ ଦେଖି ହଉଛି। କିନ୍ତୁ ଫ୍ଲାଇଟ ରେ 11 ଘଣ୍ଟା ଯଦି ତମେ ଉଡିକି ଯିବ, ତାହେଲେ ଟିକେ ଦେଖିବାକୁ ଇଚ୍ଛା ହବ ତ ଫିଲ୍ମ ଦେଖିପାରିବ, ତମେ ଯୋଉ ଭାଷାରେ ବି ଦେଖିପାରିବ। ଆଉ ଫ୍ଲାଇଟ ରେ ବସିଲେ ଆମେ କିଛି ବ୍ୟସ୍ତ ହଉନୁ କୋରିଆକୁ ପହଞ୍ଚିବା ଯାଏ। ଆଉ ଥରେ ଶୋଉଛୁ, ଆଉ ଥରେ ଆଖି ଖୋଲିଲା ବେଳକୁ କୋରିଆରେ ପହଞ୍ଚୁଛୁ। ହୁଁ। ଯଦି ବି ଆମେ ଉଡାଜାହାଜ ଚଲେଇବା ପାଇଁ ଜାଣିନୁ, କିନ୍ତୁ ଆମେ ପାଇଲଟ କୁ ଭରସା କଲେ ସୁରକ୍ଷିତ ଭାବରେ ଆମେ ପହଞ୍ଚୁଛୁ କୋରିଆକୁ ଯାଇକି। ତ ସ୍ୱର୍ଗକୁ ଯିବା ମଧ୍ୟ ସମାନ। ହଁ, ଆମମାନଙ୍କର ଉତ୍ତମ କାର୍ଯ୍ୟ ଦ୍ଵାରା ଆମେ ସ୍ୱର୍ଗକୁ ଯାଉଛୁ ସେମିତି ନାହିଁ, କିନ୍ତୁ ଯୀଶୁଙ୍କର କାର୍ଯ୍ୟ ଦ୍ଵାରା ଯାଉଛୁ। ସେଥିପାଇଁ ଆମେ ଯୀଶୁ ଯାହା କରିଛନ୍ତି ତାହା ବିଶ୍ୱାସ କରୁଛୁ। ସେଥିପାଇଁ ସ୍ୱର୍ଗକୁ ଯିବା ହଉଛି ବେଶୀ ସହଜ। ସେଥିପାଇଁ ସ୍ୱର୍ଗକୁ ଯିବା ପାଇଁ ଆମେ ଆମର ଦକ୍ଷତା ଉପରେ ନିର୍ଭର କରୁନୁ, ଯୀଶୁଙ୍କର ଦକ୍ଷତା ଉପରେ ନିର୍ଭର କରୁଛୁ। ସେଥିପାଇଁ ଯୀଶୁଙ୍କ ପାଖରେ ଶକ୍ତି ଅଛି ନା ନାଇଁ ଆମକୁ ପବିତ୍ର କରିବା ପାଇଁ, ଯୀଶୁଙ୍କ ପାଖରେ ଶକ୍ତି ଅଛି ନା ନାଇଁ ଆମକୁ ଉଦ୍ଧାର କରିବା ପାଇଁ, ଆଉ ଯୀଶୁଙ୍କ ପାଖରେ ଶକ୍ତି ଅଛି ନା ନାଇଁ ଆମକୁ ଧାର୍ମିକ କରିବା ପାଇଁ, ସେଇଟା ଆମେ ଫୋକସ କରିବା ଦରକାର। କିନ୍ତୁ ଲୋକମାନେ କେମିତି ଭାବନ୍ତି ବ୍ୟବସ୍ଥା ଶାସ୍ତ୍ରଜ୍ଞ ପରି, ଅନନ୍ତ ଜୀବନର ଅଧିକାରୀ ହେବା ପାଇଁ ମୁଁ କଣ କରିବି? ଆଉ ସେମାନେ ଯେତେବେଳେ ଭାବନ୍ତି ଆମେ କିଛି କରିବାର ଅଛି, ସେତେବେଳକୁ ବେଶୀ କଷ୍ଟ ହେଇଯିବ। ସେଥିପାଇଁ ଆମେ ଅନନ୍ତ ଜୀବନର ଅଧିକାରୀ ପାଇବା ନିମନ୍ତେ କିଛି କରିବା ଦରକାର ନାହିଁ, କିନ୍ତୁ ଆମେ ଅନନ୍ତ ଜୀବନ ପାଇବା ନିମନ୍ତେ ଯୀଶୁ ଅନନ୍ତ ଜୀବନ ଆମକୁ ଦବା ପାଇଁ ଜଗତକୁ ଆସିଲେ। ସେଥିପାଇଁ ଯୀଶୁ ପ୍ରତ୍ୟେକ କାର୍ଯ୍ୟ କଲେ ଆମେ ଯେମିତି ଅନନ୍ତ ଜୀବନ ପାଇବୁ, ଆମେ ଯେମିତି ପବିତ୍ର ହବୁ। ସେଥିପାଇଁ ଲୋକମାନଙ୍କ ଜୀବନରେ ମୁଁ ଯୀଶୁ କରିବାଟା ଆମେ କରିବାର ବୋଲି ଭାବୁଛନ୍ତି। ସେଥିପାଇଁ ଲୋକମାନଙ୍କର ବିଶ୍ୱାସ ଜୀବନରେ ସେମାନେ କନଫ୍ୟୁଜ ହେଇଯାଉଛନ୍ତି, ଆଉ ସେମାନେ ନିଜର କ୍ଷମତାକୁ ଦେଖୁଛନ୍ତି। ତ ଆମେ ମଧ୍ୟ ବିଶ୍ୱାସ ଜୀବନ ବଞ୍ଚିଲା ବେଳକୁ ମଧ୍ୟ ଶୈତାନ ସଦାବେଳେ ଆମ ନିଜକୁ ଦେଖଉଛି। लेकिन सर ସେଥିପାଇଁ मैंने ମୁଁ शैतान ପାରୁଛି ନା हमारे ନାହିଁ, ମୁଁ पास ଦେଇପାରିବି ନା ନାହିଁ, ମୁଁ ऐसा ପ୍ରଚାର है କରିପାରିବି ନା ନାହିଁ, कि मैं ମୋର प्रचार कर ହୃଦୟ ଅଛି ନା ନାହିଁ, सकती हूँ, मेरा हृदय ଆମେ है कि ସବୁ नहीं, ଦେଖୁଛୁ ସେଇଟା। और हम ତ सब ଆମେ कुछ ଭୁଲ ଜୀବନ ବଞ୍ଚୁଛୁ। तो ମୋର हमारा ହୃଦୟ ଅଛି ନା ନାହିଁ है। ପ୍ରଚାର କରିବାର, मेरा ମୋର हृदय ହୃଦୟ है ଅଛି ନା ନାହିଁ ଦାନ ଦବାର, ମୋର ହୃଦୟ ଅଛି ନା ନାହିଁ ଚର୍ଚ୍ଚ ଯିବାର, ମୋର ହୃଦୟ ଅଛି ନା ନାହିଁ ଚର୍ଚ୍ଚ ଯାଇ କାମ କାମ କରିବାରେ। ଆମେ ନିଜକୁ ଦେଖୁଛୁ, ନିଜକୁ ଯେତେବେଳେ ଦେଖିବେ ନିଜ ପାଖରେ ନାହିଁ, ତାହେଲେ ଚର୍ଚ୍ଚ ଯିବେ ନାହିଁ। ନିଜକୁ ଦେଖିବେ ନାହିଁ ତ ଦେବେ ନାହିଁ, ନିଜକୁ ଯଦି ଦେଖିବେ ନାହିଁ ପ୍ରଚାର କରିବେ ନାହିଁ। ତା ନିଜକୁ ଦେଖିବେ, ଆଉ ମୋ ପାଖରେ ତ ନାହିଁ କହିକି, ମୋ ଦ୍ଵାରା ହଉନାହିଁ କହିକି ସେ ଲୋକ ନିଜକୁ ବିଶ୍ୱାସ କରିକି ପ୍ରକୃତରେ ବଞ୍ଚିବ। କିନ୍ତୁ ଆମର ଆତ୍ମିକ ଜୀବନରେ ଆମେ ନିଜକୁ ଦେଖିକି ବଞ୍ଚିବାର ଆତ୍ମିକ ଜୀବନ, ପରିତ୍ରାଣ ପାଇଲା ଲୋକମାନଙ୍କର ଆତ୍ମିକ ଜୀବନ, ନିଜକୁ ବଞ୍ଚିଲାର ଜୀବନ ନାହିଁ। ସେଥିପାଇଁ ବାଇବଲରେ ମଧ୍ୟ ଥରେ ଯେତେବେଳେ ଆମେ ପୁରାତନ ନିୟମ ପ୍ରଥମ ସାମୁଏଲ, ଦ୍ୱିତୀୟ ସାମୁଏଲ, ପ୍ରଥମ ରାଜାବଳୀ, ଦ୍ୱିତୀୟ ରାଜାବଳୀ ବାକ୍ୟ ଯେତେବେଳେ ଦେଖିଲେ, ଆଉ ସାଉଲ ଯେତେବେଳେ ଇସ୍ରାଏଲରେ ରାଜା ଥିଲେ, ତ ସଦାବେଳେ ପଲଷ୍ଠୀୟ ଲୋକମାନେ ଆସିଲେ ଇସ୍ରାଏଲକୁ ଯୁଦ୍ଧ କରିବା ପାଇଁ। ତ ଇସ୍ରାଏଲକୁ ଯେତେବେଳେ ଯୁଦ୍ଧ କରିବା ପାଇଁ ଆସିଲେ, ସାଉଲ ଯେତେବେଳେ ରାଜା ଥିଲେ, ସେତେବେଳକୁ ପଲଷ୍ଠୀୟ ମାନେ ବେଶୀ ସଂଖ୍ୟାରେ ଆସୁଥିଲେ। ପ୍ରଥମ ସାମୁଏଲ 13 ପର୍ବରେ 30,000ଟା ରଥରେ ଲୋକମାନେ ଆସିଲେ, 6,000ଟା ଘୋଡାରେ ଆସିଲେ, ଆଉ ସମୁଦ୍ରର ବାଲି ପରି ଲୋକ ଆସିଲେ। ତ ସାଉଲ ବସିଲା, ଚିନ୍ତା କଲେ ମୁଁ ଏ ପଲଷ୍ଠୀୟ ମାନଙ୍କୁ ପାରିବି ନା ନାହିଁ। ସେ ମୁହୂର୍ତ୍ତରେ ସେ ନିଜକୁ ଯେତେବେଳେ ଦେଖିଲେ, ତାଙ୍କ ପାଖରେ ବେଶୀ କମ ସୈନିକ ମାନେ ଥିଲେ। ବାଇବଲ ଲେଖା ହେଇଛି 600 ଲୋକ ଥିଲେ। ଆଉ ସାଉଲ ଯେତେବେଳେ ରାଜା ହେଲେ, ସେ 3,000 ସୈନିକ ଯୋଦ୍ଧା ମାନଙ୍କୁ ବାଛିଲେ, ବୀର ମାନଙ୍କୁ ବାଛିଲେ। 1,000ଟାକୁ ଗୋଟେ ଜାଗା ରଖିଲେ, ନିଜ ପାଖରେ 2,000 ଜଣଙ୍କୁ ରଖିଲେ। କିନ୍ତୁ ପ୍ରଥମ ସାମୁଏଲ 30 ପର୍ବରେ ସାଉଲଙ୍କ ପାଖରେ ପ୍ରାୟ 600 ଲୋକ ଥିଲେ। ତ ସେ ଦେଖିଲେ 600 ଲୋକଙ୍କୁ ଆଉ 30,000 ଲୋକଙ୍କୁ ଦେଖିଲେ, ଆଉ ମୋ ଦ୍ଵାରା ହବ ନାହିଁ କହିଲେ। ଆଉ ମୋ ଦ୍ଵାରା ହବ ନାହିଁ ଭାବିକି ତାଙ୍କର ହୃଦୟରେ ସେ ଭୟ କଲେ। ତ ହୃଦୟରେ ଯେତେବେଳେ ତାଙ୍କର ଭୟ ଆସିଲା, ସେ ଭୟଟା ତାଙ୍କର ସୈନିକ ମାନଙ୍କ ପାଖରେ ମଧ୍ୟ ସ୍ପ୍ରେଡ ହେଇଗଲା। ସୈନିକ ମାନଙ୍କ ପାଖରେ ଯେତେବେଳେ ସ୍ପ୍ରେଡ ହେଇଗଲା, ସେତେବେଳକୁ ସେମାନେ ନିଜର ଜୀବନକୁ ବଞ୍ଚେଇବା ପାଇଁ ସମସ୍ତେ ଧାଇଁଲେ। କିଏ ନଦୀ ପାର କରିକି ଧାଇଁଲେ, କିଏ କଣ୍ଟା ବଣରେ, କିଏ ଗୁମ୍ଫାରେ, କିଏ ଗାତରେ, ପଥର ଛନ୍ଦିରେ, ସମସ୍ତେ ସେମାନେ ଲୁଚିଲେ। ଆଉ ସେତେବେଳକୁ ସେ ପ୍ରକାର ପରିସ୍ଥିତିରେ ସାଉଲଙ୍କର ପୁଅ ଯିଏ ଅଛନ୍ତି ଜନାଥନ, ସେ କଣ ବୋଲି କହିଲେ, ପ୍ରଭୁ ଲୋକ ସଂଖ୍ୟାରେ କାମ କରନ୍ତି ନାହିଁ। ଆସନ୍ତୁ ଆମେ ମାନେ ବାକ୍ୟ ଦେଖିବା, ପ୍ରଥମ ସାମୁଏଲ 14 ପର୍ବ।
ପ୍ରଥମ ସାମୁଏଲ 14 ପର୍ବ 7 ପଦ। ଛ ପଦ ଦେଖନ୍ତୁ। ପୁଣି ଜନାଥନ ଆପଣା ଅସ୍ତ୍ର ବାହକ ଯୁବାକୁ କହିଲା, ଆସ ଆମ୍ଭେମାନେ ସେ ଅସୁନତ ମାନଙ୍କ ପ୍ରହରୀ ଦଳ ନିକଟକୁ ଯାଉ, ହୋଇପାରେ ସଦାପ୍ରଭୁ ଆମ୍ଭମାନଙ୍କ ପକ୍ଷରେ କର୍ମ କରିବେ, ଯେହେତୁ ଅନେକ ଦ୍ୱାରା ହଉ କି ଅଳ୍ପ ଦ୍ୱାରା ହଉ ଉଦ୍ଧାର କରିବାରେ ସଦାପ୍ରଭୁଙ୍କର କୌଣସି ପ୍ରତିବନ୍ଧକ ନାହିଁ। ତ ଜନାଥନ ଏ ଜାଗାରେ କଣ କହୁଛନ୍ତି, ଯେହେତୁ ଅନେକ ଦ୍ୱାରା ହଉ କି ଅଳ୍ପ ଦ୍ୱାରା ହଉ ଉଦ୍ଧାର କରିବାରେ ସଦାପ୍ରଭୁଙ୍କର କୌଣସି ପ୍ରତିବନ୍ଧକ ନାହିଁ। ତେବେ ଉଦ୍ଧାର କରିବା ପାଇଁ ପ୍ରଭୁଙ୍କ ପାଇଁ କିଛି ପ୍ରତିବନ୍ଧକ ନାହିଁ, ଅନେକ ଦ୍ୱାରା ହଉ କି ଅଳ୍ପ ଦ୍ୱାରା ହଉ। ସେଥିପାଇଁ ଜନାଥନ ଯେତେବେଳେ ଦେଖିଲେ ଏତେ ପଲସ୍ଟିୟ ଲୋକମାନଙ୍କୁ, ସେ ନିଜକୁ ଅନେଇଲେ ନାହିଁ, ନିଜର କ୍ଷମତାକୁ ଦେଖିଲେ ନାହିଁ, ପ୍ରଭୁଙ୍କର କ୍ଷମତାକୁ ଦେଖିଲେ। ସେ କଣ ବୋଲି କହିଲେ, ଉଦ୍ଧାର କରିବାରେ ସଦାପ୍ରଭୁଙ୍କର କୌଣସି ପ୍ରତିବନ୍ଧକ ନାହିଁ। ତ ପ୍ରଭୁଙ୍କ ପାଇଁ କିଛି ବାଧା ନାହିଁ ଆମକୁ ଉଦ୍ଧାର ଦେବା ପାଇଁ। ଅନେକ ଦ୍ୱାରା ହଉ କି ଅଳ୍ପ ଦ୍ୱାରା ହଉ, ଆମେ ବେଶୀ ଥାଉ କି କମ ଥାଉ, ଆମେ ଜଣେ ଥାଉ କି 2 ଜଣ ଥାଉ, କି ଆମେ 600 ଲୋକ ଥାଉ, ଆମର ଆମର ସଂଖ୍ୟା ଉପରେ ନିର୍ଭର କରେ ନାହିଁ ଉଦ୍ଧାରର। ଯେହେତୁ ସଦାପ୍ରଭୁଙ୍କ ପାଇଁ ଆମର ସଂଖ୍ୟା କି ଆମର ପାୱାର ପ୍ରଭୁ ଦେଖୁନାହାନ୍ତି। ତ ଭାଇ ଭଉଣୀ ମାନେ ଆମେ କେମିତି ବଞ୍ଚିବା? ଆମେ ଆମେ ନିଜକୁ ଦେଖିବା, ପାରୁଛୁ ନା ନାଇଁ ଦେଖିବା, ଅଛି ନା ନାଇଁ ଦେଖିବା, ନା ଆମେ ପ୍ରଭୁଙ୍କୁ ଦେଖିବା? ଏ ଜାଗାରେ ଜନାଥନ ତାଙ୍କ ବାପାଙ୍କଠୁ ପୁରା ଅଲଗା ହୃଦୟରେ ସେ କହୁଛନ୍ତି, ପ୍ରଭୁଙ୍କ ପାଇଁ କିଛି ପ୍ରତିବନ୍ଧକ ନାହିଁ। ସେଥିପାଇଁ ସେମାନେ ପଲସ୍ଟିୟ ମାନଙ୍କର ଅସୁନତ ମାନଙ୍କର ପ୍ରହରୀ ଦଳ ନିକଟକୁ ଗଲେ, ଆଉ ସେତେବେଳକୁ ପ୍ରଭୁ କାର୍ଯ୍ୟ କଲେ, ଆଉ ସେମାନେ ଯୁଦ୍ଧ ଜିତିଲେ। ଦାଉଦ ମଧ୍ୟ ସମାନ। ଦାଉଦ ଯେତେବେଳେ ସେ ଗୋଲିଆତକୁ ଦେଖିଲେ, ଏଁ ସେ ଗୋଲିଆତ ଯେତେବେଳେ ସେ ଇସ୍ରାଏଲ ସମ୍ମୁଖରେ ପ୍ରକାଶ କଲେ ନିଜକୁ, ସେ କହିଲେ ତମ ଭିତରୁ ଜଣେ ଆସନ୍ତୁ, ଆଉ ମୁଁ ପଲସ୍ଟିୟ ମାନଙ୍କର ପ୍ରତିନିଧି, ତୁମର ପ୍ରତିନିଧି ଯଦି ମତେ ପରାସ୍ତ କରିବ, ଆମେ ତୁମ ମାନଙ୍କର ଦାସ ହବୁ, କିନ୍ତୁ ଯଦି ଜିତିବୁ ତାହେଲେ ତୁମ୍ଭେ ମାନେ ଆମର ଦାସ ହବ। ପ୍ରଥମ ସାମୁଏଲ 17 ପର୍ବ ଦେଖନ୍ତୁ, 8 ପଦ 9 ପଦରେ କେମିତି ଲେଖା ହେଇଛି। ପ୍ରଥମ ସାମୁଏଲ 17 ପର୍ବର 8 ଆଉ 9 ପଦ ଲେଖା ହେଇଛି। ଆଉ ସେ ଛିଡା ହୋଇ ଇସ୍ରାଏଲର ସୈନ୍ୟ ଶ୍ରେଣୀ ଆଡେ ଡାକି ସେମାନଙ୍କୁ କହିଲା, ତୁମ୍ଭେ ମାନେ କାହିଁକି ଯୁଦ୍ଧ ସାଜିବା ପାଇଁ ବାହାର ହୋଇ ଆସିଅଛ? ମୁଁ କି ସେହି ପଲସ୍ଟିୟ ଲୋକ ନୁହେଁ? ଓ ତୁମ୍ଭେ ମାନେ କି ସାଉଲର ଦାସ ନୁହଁ? ତୁମ୍ଭେ ମାନେ ଆପଣ ମାନଙ୍କ ପାଇଁ ଜଣେ ଲୋକ ମନୋନୀତ କର ଓ ସେ ମୋହର କତିକି ଓହ୍ଲାଇ ଆସୁ। ସେ ଯେବେ ମୋ ସଙ୍ଗେ ଯୁଦ୍ଧ କରି ପାରିବ ଓ ମତେ ବୋଧ କରିବ, ତେବେ ଆମ୍ଭେ ମାନେ ତୁମ୍ଭମାନଙ୍କ ଦାସ ହବୁ। ମାତ୍ର ଯେବେ ମୁଁ ତାହାକୁ ପାରିବି ଓ ବୋଧ କରିବି, ତେବେ ତୁମ୍ଭେ ମାନେ ଆମ୍ଭମାନଙ୍କର ଦାସ ହବ ଓ ଆମ୍ଭମାନଙ୍କର ଦାସ୍ୟ କର୍ମ କରିବ। ଏମିତି ସେ ଗୋଲିଆତ ଛିଡା ହେଇକି ସେ ଚ୍ୟାଲେଞ୍ଜ କଲେ। ତ କେହି କାହାର ବି ସାହସ ନାହିଁ ଗୋଲିଆତ ସାମ୍ନାରେ ଯାଇକି ଛିଡା ହବା ପାଇଁ। ପ୍ରାୟ ଗୋଲିଆତ ପାଖାପାଖି 9 ଫୁଟ ଉଚ୍ଚା ଲମ୍ବା, ଆଉ ସେ ଯୁବା ସମୟରେ ସେ ଜଣେ ଯୋଦ୍ଧା, କାହାର ସାହସ ହେଲା ନାହିଁ। ସେତେବେଳକୁ ଦାଉଦ କଣ ବୋଲି କହିଲେ, ଆମେ ବାକ୍ୟ ଦେଖିବା, 28 ପଦ ଦେଖିବା। ସେ ଲୋକମାନଙ୍କୁ କହିବା ବେଳେ ତାଙ୍କର ଜ୍ୟେଷ୍ଠ ଭ୍ରାତା ଏଲିଆବ ଶୁଣିଲା। ତହିଁରେ ଏଲିଆବର କ୍ରୋଧ ଦାଉଦଙ୍କ ଉପରେ ପ୍ରଜ୍ୱଳିତ ହେଲା, ଆଉ ସେ କହିଲା, ତୁ କାହିଁକି ଏଠାକୁ ଆସିଲୁ? ପ୍ରାନ୍ତରରେ ତୁ ତ ସେ ମେଣ୍ଢା କେତୋଟି କାହା ପାଖରେ ଛାଡିଲୁ? ମୁଁ ତ ଗର୍ବ ଓ ତ ମନର ଦୁଷ୍ଟତା ଜାଣେ, କାରଣ ତୁ ଯୁଦ୍ଧ ଦେଖିବା ପାଇଁ ଆସିଅଛୁ। ଏମିତି ତା ବଡ ଭାଇ ମଧ୍ୟ ତାକୁ ଗାଳି କଲା। 33 ପଦରେ ବି ଯଦି ଦେଖିଲେ, ତହିଁରେ ସାଉଲ ଦାଉଦଙ୍କୁ କହିଲା, ତୁମ୍ଭେ ସେଇ ପଲସ୍ଟିୟ ବିରୁଦ୍ଧରେ ଯାଇ ତାହା ସଙ୍ଗେ ଯୁଦ୍ଧ କରିପାରିବ ନାହିଁ, କାରଣ ତୁମ୍ଭେ ତ ଯୁବା, ମାତ୍ର ସେ ଯୌବନ ବଧି ଯୋଦ୍ଧା। ତ ଦାଉଦଙ୍କର ବଡ ଭାଇ ହୁଅନ୍ତୁ, ସାଉଲ ରାଜା ହୁଅନ୍ତୁ, ସେମାନେ ଖାଲି କହୁଛନ୍ତି ତୁ ପାରିବ ନାହିଁ, ତୁ ଖାଲି ଯୁଦ୍ଧ ଦେଖବା ପାଇଁ ଆସିଛୁ।
ତ ତା ଦାଉଦଙ୍କୁ ସପୋର୍ଟ କରିବା ଲୋକ କିଏ ବି ନାହିଁ। ଦାଉଦ ଯେତେବେଳେ ସେ ଛିଡା ହେଲେ ଆଉ ମୁଁ ଯିବି ଆଉ ଲଢେଇ କରିବି କହିଲେ ଦାଉଦଙ୍କୁ କିଏ ମଧ୍ୟ ସପୋର୍ଟ କରୁନାହାନ୍ତି। କିନ୍ତୁ ଦାଉଦ ପ୍ରଭୁଙ୍କର କ୍ଷମତାକୁ ନିର୍ଭର କଲେ ଆଉ ଦାଉଦ ଗୋଲିଆତକୁ କହିଲେ କଣ ବୋଲି କହିଲେ 45 ପଦ ଦେଖନ୍ତୁ। ପ୍ରଥମ ସାମୁଏଲ 17 ପର୍ବର 45 ପଦ। ତେବେ ଦାଉଦ ପଲଷ୍ଟିୟକୁ କହିଲା ତୁମ୍ଭେ ଖଡ୍ଗ ଘେନି ବର୍ଷା ଘେନି ଓ ଶୈଳ ଘେନି ମୋ କତିକି ଆସିଅଛ ମାତ୍ର ତୁମ୍ଭେ ଯାହାଙ୍କୁ ତୁଚ୍ଛ କରିଅଛ ସେହି ଇସ୍ରାଏଲର ସୈନ୍ୟ ଶ୍ରେଣୀର ପରମେଶ୍ୱର ସୈନ୍ୟାଧିପତି ସଦାପ୍ରଭୁଙ୍କ ନାମରେ ତୁମ୍ଭ ନିକଟକୁ ମୁଁ ଆସୁଅଛି। ସେଥିପାଇଁ ଦାଉଦ କଣ ଦେଖିଲେ? କଣ ଦେଖିଲେ ଭାଇ ଭଉଣୀ ମାନେ? ସେ ନିଜକୁ ଦେଖିଲେ ନାହିଁ। ସେଥିପାଇଁ ଆମକୁ ଯୋଉ ଈଶ୍ୱର ପରିତାଣ ଦେଇଛନ୍ତି, ଆମକୁ ଯୋଉ ଈଶ୍ୱର ଭଲ ପାଉଛନ୍ତି, ଆମ ସହିତ ଯୋଉ ଈଶ୍ୱର ଅଛନ୍ତି, ଆମ ମଣ୍ଡଳୀ ସହିତ ଯୋଉ ଈଶ୍ୱର ଅଛନ୍ତି, ଆମ ପ୍ରଭୁଙ୍କ ଦାସ ମାନଙ୍କ ସହିତ ଯୋଉ ଈଶ୍ୱର ଅଛନ୍ତି, ସେଇ ଈଶ୍ୱରଙ୍କୁ ନେଇକି ଆମେ ପରିସ୍ଥିତି ସାମ୍ନା ହଉ, ବୋଝ ସାମ୍ନା ହଉ, ଆମ ଚର୍ଚ୍ଚରେ କାର୍ଯ୍ୟ କରିଥିବା ପ୍ରଭୁଙ୍କର ସାକ୍ଷ୍ୟ ହଉ, ତେବେ ଆମେ ଏ ଦାଉଦଙ୍କ ପରି ଛିଡା ହଉଛୁ ନା ଆମେ ସାଉଲଙ୍କ ପରି ଆଉ ଦାଉଦର ବଡ ଭାଇ ମାନଙ୍କ ପରି ଭାବୁଛୁ? ଦାଉଦ କଣ କହିଲେ 45 ପଦ। ତେବେ ଦାଉଦ ପଲଷ୍ଟିୟ କୁ କହିଲେ ତୁମ୍ଭେ ତୁମ୍ଭେ ଖଡ୍ଗ ଘେନି ବର୍ଷା ଘେନି ଶୈଳ ଘେନି ମୋ କତିକି ଆସୁଅଛ ମାତ୍ର ତୁମ୍ଭେ ଯାହାଙ୍କୁ ତୁଚ୍ଛ କରୁଅଛ ସେ ଇସ୍ରାଏଲର ସୈନ୍ୟ ଶ୍ରେଣୀ ପରମେଶ୍ୱର ସୈନ୍ୟାଧିପତି ସଦାପ୍ରଭୁଙ୍କ ନାମରେ ତୁମ୍ଭ ନିକଟକୁ ମୁଁ ଆସୁଅଛି। ତ ଇସ୍ରାଏଲ କିଏ? ଇସ୍ରାଏଲର ସୈନ୍ୟ ଶ୍ରେଣୀ କାହାର ସୈନ୍ୟ ଶ୍ରେଣୀ? ଇସ୍ରାଏଲ ଦେଶ କାହାର? ଇସ୍ରାଏଲ ଦେଶ। ଇସ୍ରାଏଲର ପ୍ରଭୁ କିଏ? ଏଇଟା କିଛି ନ ଜାଣିକି ତୁ ତାଙ୍କ ବିରୋଧରେ ଆଇବୁ, ଆମ ପ୍ରଭୁ ତୋ ଦ୍ୱାରା ହାରିଯିବେ। ଏମିତି ଦାଉଦଙ୍କର ହୃଦୟ ଆସୁଛି। ଆଉ ଦାଉଦ ସେ ନିଜକୁ ଅନଉନାହାନ୍ତି, ନିଜର କ୍ଷମତାକୁ ଦେଖିକି ଗୋଲିଆତକୁ ଲଢେଇ କରିବା ପାଇଁ ଯାଇନାହାନ୍ତି। ସେ ପ୍ରଭୁଙ୍କର କ୍ଷମତା ଉପରେ ନିର୍ଭର କଲେ। ପ୍ରଭୁ ଯଦି ଗୋଲିଆତକୁ ଲଢେଇ କରିବେ ପ୍ରଭୁ ଜିତିବେ ନା ହାରିବେ? ଭାଇ ଭଉଣୀ ମାନେ, ପ୍ରଭୁ ଯଦି ଆପଣଙ୍କ ପାଇଁ ଯଦି ଲଢେଇ କରିବେ ତାହେଲେ ଆପଣ ଜିତିବେ ନା ହାରିବେ? ଯଦି ପ୍ରଭୁ ଆପଣଙ୍କର ସପକ୍ଷ ତାହେଲେ ଆପଣଙ୍କର ବିପକ୍ଷ କିଏ? ଏମିତି ଦାଉଦ ସେ ଆଗକୁ ବଢିଲେ। ସେଥିପାଇଁ ଏ ଷ୍ଟୋରି ହଉଛି ପ୍ରକୃତରେ ଆମେ ସମସ୍ତେ ଜାଣିଛୁ, କିନ୍ତୁ ସମସ୍ତେ ସେଇ ପ୍ରକାର ଦାଉଦର ବିଶ୍ୱାସ ପରେ ବିଶ୍ୱାସକୁ ମନରେ ରଖିନାହାନ୍ତି। କିନ୍ତୁ ଆମେ ସାଉଲ ପରି ଆଉ ତାର ଦାସ ମାନଙ୍କ ପରି ଆମେ ଡରୁଛୁ, ଆଉ ଆମେ ବେଶୀ ଡରି ଯାଉଛୁ। କିନ୍ତୁ ଆମେ ଯେତେବେଳେ ଦାଉଦଙ୍କୁ ଏ ଜାଗାରେ ଦେଖିଲେ, ଦାଉଦ ପୁନର୍ବାର ଏମିତି ଛିଡା ହେଲେ। ସେଥିପାଇଁ ଆମର କ୍ଷମତାରୁ ଆମେ କେବେ ମଧ୍ୟ ସ୍ୱର୍ଗକୁ ବି ପାରିନଥାନ୍ତୁ, ପବିତ୍ର ମଧ୍ୟ ହେଇପାରିନଥାନ୍ତୁ, ଅନନ୍ତ ଜୀବନର ଅଧିକାରୀ ବି ହେଇପାରିନଥାନ୍ତୁ। ଆମେ ଯୀଶୁଙ୍କର କ୍ଷମତା ପାଇଁ ଧାର୍ମିକ ହେଇପାରିଲୁ। ଯୀଶୁଙ୍କର କ୍ଷମତା ପାଇଁ, ଯୀଶୁଙ୍କର କାର୍ଯ୍ୟ ପାଇଁ, ପ୍ରଭୁଙ୍କର ଇଚ୍ଛା ପାଇଁ ଆମେ ପବିତ୍ର ହେଇପାରିଲୁ। ସେଥିପାଇଁ ଯୀଶୁଙ୍କ ପାଖରେ କ୍ଷମତା ଅଛି ଲୋକଙ୍କୁ ପବିତ୍ର କରିବା, ଉଦ୍ଧାର କରିବା। ସେଥିପାଇଁ ଯୀଶୁଙ୍କର ନାମ ଯୀଶୁ ଦିଆଗଲା। ସେଥିପାଇଁ ଆମେ ଯେମିତି ଏରୋପ୍ଲେନରେ ବସିଲେ ପାଇଲଟକୁ ଭରସା କରୁଛୁ, କିନ୍ତୁ ଆମେ ଯଦି ଆମ ଜୀବନରେ ସେମିତି ମୁଁ ଯୀଶୁଙ୍କର ଏରୋପ୍ଲେନରେ ଅଛି, ଯୀଶୁଙ୍କର ଚର୍ଚ୍ଚରେ ଅଛି, ଆଉ ଏଇ ଚର୍ଚ୍ଚ ସ୍ୱର୍ଗକୁ ଯାଉଛି, ଏଇ ଚର୍ଚ୍ଚର ପାଇଲଟ ହଉଛନ୍ତି ଯୀଶୁ, ପ୍ରଭୁ ଅଟନ୍ତି। ଏମିତି ବିଶ୍ୱାସ କଲେ ଆମେ ଆରାମସେ ବସିକି ଖାଇବୁ, ଆଉ ନିଦ ଲାଗିଲେ ଶୋଇବୁ, ଆଉ ଭରସା କରିକି ଆରାମସେ ବସିବୁ ନା ନାଇଁ? କେମିତି ଉଡାଜାହାଜ ତିଆରି ହେଲା? ଏତେ ଉଚ୍ଚାରେ ଉଡୁଛି, ମେଘ ଯାକ ସବୁ ଚିରିକି ଯାଉଛି, ଲୋକମାନେ ଆରାମସେ ଶୋଉଛନ୍ତି। ସେମିତି ଆମେ ଯେତେବେଳେ ଚର୍ଚ୍ଚ ଭିତରେ ବଞ୍ଚୁଛୁ, ଏମିତି ଏରୋପ୍ଲେନରେ ପାଇଲଟକୁ ଭରସା କଲା ପରି ଭରସା ଯଦି କରିବା ତାହେଲେ ପ୍ରଭୁଙ୍କୁ, ତାହେଲେ ସେ ଲୋକ ସତରେ ବିଶ୍ରାମ କରିପାରିବ। ଆମେ କହୁଛୁ ଆମେ ଯୀଶୁଙ୍କ ଭିତରେ ଅଛୁ, କିନ୍ତୁ ଆମର ଯଦି ବିଶ୍ରାମ ନାହିଁ ତାହେଲେ ସତରେ ଆମେ ବିଶ୍ୱାସ କରୁନୁ ପ୍ରଭୁଙ୍କୁ। ଏ ବର୍ଷ ଯେତେବେଳେ ଆମେ କୋରିଆକୁ ଗଲୁ ବେଶୀ ଡର ଲାଗୁଥିଲା, କାହିଁକି? ସେ ଆମର ଅହମ୍ମଦାବାଦରେ ଏୟାର ଇଣ୍ଡିଆ ଫ୍ଲାଇଟ ଟା କ୍ରାସ ହେଇଥିଲା ଆଉ 242 ଲୋକ ମରି ଯାଇଥିଲେ। ସେଥିପାଇଁ ଏରୋପ୍ଲେନରେ ବସିଲା ବେଳକୁ ବେଶୀ ଡର ଲାଗୁଥିଲା। କିନ୍ତୁ ଏଥର ଆମେ କୋରିଆର ଫେରିଲା ବେଳକୁ ସବୁଠୁ ବଡ ଜାହାଜରେ ବସିକି ଆସିଲୁ। ଆଉ ମୁଁ ଫାଷ୍ଟ ଟାଇମ ଏତେ ବଡ ଫ୍ଲାଇଟ ରେ ବସିଲି। କେତେବେଳେ ଉପରକୁ ଉଠିଲା, କେତେବେଳେ ତଳକୁ ଓହ୍ଲେଇଲା, ଆଉ କିଛି ଜଣା ପଡିଲା ନାହିଁ। ଡବଲ ଡେକର ଫ୍ଲାଇଟ ରେ ଉପରେ ତଳେ ଗୋଟେ ମହଲା ଅଛି, ସିଡିରେ ଚଢିକି ଉପରେ ଯାଉଛନ୍ତି ଲୋକମାନେ। ତ ଆମେ ଯେତେବେଳେ ବଞ୍ଚୁଛୁ, ସତରେ ପ୍ରଭୁ ଆମମାନଙ୍କୁ ପଢେଇକି ନଉଛନ୍ତି।
ମୁଁ ଆଜି ଆପଣମାନଙ୍କ ସହିତ ଗୋଟେ ପାଷ୍ଟରଙ୍କର ସାକ୍ଷ୍ୟ ମଧ୍ୟ ବାଣ୍ଟିବା ପାଇଁ ଚାହୁଁଛି। ଅ, ସେ ପାଷ୍ଟର ବର୍ତ୍ତମାନ ଆମେରିକାରେ ଅଛନ୍ତି, ଆଗରୁ ସେ କୋରିଆରେ ଥିଲେ। ତ ସେ ଯେତେବେଳେ କୋରିଆରେ ଥିଲେ, ଆଉ ଉଁ, ତାଙ୍କ ତାଙ୍କେ ଯୋଉ ଚର୍ଚ୍ଚରେ ଥିଲେ, ନୂଆରେ ଯେତେବେଳେ ସେ ଚର୍ଚ୍ଚକୁ ଗଲେ, ଆଗରୁ ଯିଏ ପାଷ୍ଟର ଥିଲେ ସେ ଗୋଟେ ମାସର ଦରମା, ଗୋଟେ ମାସର ଘର ଭଡା ଦେଇ ନଥିଲେ। ତ ଇଏ ନୂଆ ପାଷ୍ଟର ଯେତେବେଳେ ସେ ଚର୍ଚ୍ଚକୁ ଗଲେ, ସେତେବେଳକୁ ଯେହେତୁ ଯଥେଷ୍ଟ ଅଫରିଂ ଆସୁନଥିଲା, ସେଥିପାଇଁ ସେ ଦୁଇ ମାସର ସେକେଣ୍ଡ ମାସରେ ଭଡା ଦେଇ ପାରିଲେ ନାହିଁ। ଏମିତି ହେଇକି 3 ମାସ ହେଇଗଲା, ଭଡା ଦେଇ ପାରିଲେ ନାହିଁ। ତ ଗୋଟେ ମାସକୁ ତାଙ୍କ ଚର୍ଚ୍ଚ ଘର ଭଡା ପଇସା ଥିଲା $3000 ଥିଲା। ତେବେ 3000 ଡଲାର ହେଲେ କେତେ ପଇସା ହଉଛି? $3000 ହେଲେ 2,61,000 ଟଙ୍କା। ତ 2,61,000 ଟଙ୍କା ତାଙ୍କର ଘର ଭଡା ହେଇଗଲାଣି, ଦେଇ ପାରୁନାହାନ୍ତି। ତେବେ ଚର୍ଚ୍ଚରେ ଯେତେବେଳେ ସେ ଦେଖିଲେ 40 ଜଣ ତାଙ୍କ ଚର୍ଚ୍ଚ ମେମ୍ବର ଅଛନ୍ତି, 40 ଜଣ ମେମ୍ବର ମାନଙ୍କ ଭିତରୁ ସେମାନେ ବେଶୀ କଷ୍ଟରେ ବି ଜୀବନ କାଟୁଛନ୍ତି, ଗରିବ ମଧ୍ୟ। ଆଉ କେତେ ଜଣ ଭାଇ ଭଉଣୀ ମାନେ ଟିକେ ମାନସିକ ଟିକେ ଠିକ ନାହିଁ। ଆଁ? ରାତି ଘଣ୍ଟେରେ ଗୋଟେ ଫୋନ ଆସିଲା ସେ ପାଷ୍ଟରଙ୍କୁ। ତ ରାତି ଘଣ୍ଟେରେ ଯଦି କିଏ ଗୋଟେ ଫୋନ ଆସୁଛି, ତାହେଲେ ସେଟା ଭଲ ଫୋନ ଥିବ, ଭଲ ଖବର ଥିବ ନା ଖରାପ ଖବର ଥିବ? ରାତି 2ଟାରେ ଯଦି ଫୋନ ଆସିଲା, ସେଟା ଭଲ ଫୋନ ଥିବ ନା ଖରାପ ଫୋନ ଥିବ? ଭଲ ହେଲେ ହାତ ଟେକ, ଆଉ ଭଲ ନାହିଁ ହେଲେ ହାତ ଟେକ ନାହିଁ। ରାତି 2ଟାରେ ଯଦି ଫୋନ ଆସୁଛି, ସେଟା ଭଲ ଫୋନ ନଥିବ। ରାତି ଘଣ୍ଟେ ଅଧେରେ ଫୋନ ଆସିଲା, ଫୋନ ଆସିଲାରୁ ପାଷ୍ଟର ବ୍ୟସ୍ତ ହେଇକି ଉଠିଲେ। ଏଁ? ଏରା କଣ ହଉଛି ଜୁମ୍? ପାଷ୍ଟର ରଥ, କଣ ଏଇଟା କରୁଛ? କାହିଁ ନାଇଁ ବା ମତେ କିଛି ଦେଖାଯାଉନି ତ କଣ? ହଁ, ଏବେ ଠିକ ହେଲା। ତ ରାତି ଘଣ୍ଟେରେ ଯଦି ଫୋନ ଆସୁଛି, ଏଟା ଭଲ ଫୋନ ଥିବ କି? କିନ୍ତୁ ଗୋଟେ ଫୋନ ଆଇଲା ରାତି ଘଣ୍ଟେରେ। ହ୍ୟାଲୋ ପାଷ୍ଟର। ପାଷ୍ଟର ଡରିଗଲେ, କଣ ହେଲା? କଣ ହେଲା? କିଛି ଅସୁବିଧା ହେଲା କି? ହଁ ପାଷ୍ଟର, ଆମ ଘରେ ଚୋର ଆସିଛନ୍ତି, ଚୁରେଇକି ନେଇଗଲେ। କଣ ଚୁରେଇଲେ? ସକ୍ସ ଚୁରେଇକି ନେଇଗଲେ। ସେ ପାଷ୍ଟର ରାଗିବି ନା ମାରିବି ଭାବିଲେ। ଚୋର ଆସିଲେ ରାତି ଘଣ୍ଟେରେ ତାଙ୍କ ଘରେ, ଆଉ ସକ୍ସ ଚୋରି କରି ନେଇଗଲେ। ତ ପାଷ୍ଟର କହିଲେ, ହଉ କାଲି ସକାଳେ ଗୋଟେ ନୂଆ ହଳ କିଣିଦେବି, ଫୋନ ରଖେ ଆସୁ। ତ ଭାବିଲେ, ବା କଣ ଏମାନେ କେମିତିକାର ଲୋକମାନେ ଏମାନେ। ତ ସେ ଯେତେବେଳେ ତାଙ୍କ ଚର୍ଚ୍ଚର ଲୋକମାନଙ୍କୁ ଦେଖୁଥିଲେ, ସେ ହତାଶ ହେଇ ଯାଉଥିଲେ। ଆମେ ବି ବେଳେ ବେଳେ ସେମିତି ହଉନୁ କି? ଆଁ? ରାତି ଘଣ୍ଟେ 2ଟାରେ ଜଣେ ଫୋନ କରିବା, ଚୋର ଆଇଲେ ଆଉ ଚୋରି କରି ନେଇଗଲେ। କଣ ଚୋରେଇଲେ? ନାଇଁ, ସକ୍ସ ଚୋରି କରି ନେଇଗଲେ। ପାଷ୍ଟର ପାଙ୍କର ଚର୍ଚ୍ଚରେ ମଧ୍ୟ ଜଣେ ଲୋକ ଆସିଲା, ଆଉ ସିଏ ଜରି ଭିତରେ ଭଲରେ ସେ ରେପ୍ କଲା। ଆଉ ପାଷ୍ଟରଙ୍କର କବାଟ ଖୋଲିଲା, ଆଉ ସିଧା ପାଷ୍ଟରଙ୍କୁ ଫିଙ୍ଗିଦେଲା, ଆଉ ପଳେଇ ଗଲା। ତ ପାଷ୍ଟର ଯେତେବେଳେ ଖୋଲିକି ଦେଖୁଛନ୍ତି, ସେ ଭିତରେ ଗୋଟେ କକରୋଚ ଗୋଟେ ଥିଲା। ତ ସେ ପାଷ୍ଟରଙ୍କୁ ଗିଫ୍ଟ ଦେବା ପାଇଁ ଚାହୁଁଥିଲା। ଅନ୍ୟ ଦେଶ ମାନଙ୍କରେ ଗୋଟେ ପ୍ରକାର ପୋକ ଜାକ ସେମାନେ ଫ୍ରାଏ କରିକି ଖାଆନ୍ତି, ବେଶୀ ଭଲ ଲାଗେ। ତ ବେଳେ ବେଳେ ଭାଇ ଭଉଣୀ ମାନେ ବି ଅଛନ୍ତି, ଯୋଉମାନେ କି ବେଶୀ ଦୁର୍ବଳ ମନା ବି ଅଛନ୍ତି। ତ ଏଇ ଚର୍ଚ୍ଚର ପରିସ୍ଥିତି ଏମିତି ପରିସ୍ଥିତି ଥିଲା, 3 ମାସ ଘର ଭଡା ଦେଇ ନଥିଲେ। ଆଉ ପାଷ୍ଟର ମଧ୍ୟ ଯେତେବେଳେ ସମସ୍ତଙ୍କୁ ଦେଖିଲେ, ବୟସ୍କ ଭାଇ ଭଉଣୀ ମାନେ, ଗରିବ ବି ଅଛନ୍ତି, ପଇସା ବି ନାହିଁ, ଅଫରିଂ ବି ଦେଇ ପାରୁନାହାନ୍ତି, ସେ କିଛି କରିପାରୁନାହାନ୍ତି, କଣ କରିବେ? ଖାଲି ପ୍ରାର୍ଥନା କରୁଛନ୍ତି।
କିନ୍ତୁ 4 ମାସ ହେଲା ବେଳକୁ ପାଷ୍ଟର ପାଦରାଣୀ ଭାବିଲେ ନିଶ୍ଚୟ ଆମକୁ ଘରରୁ ବର୍ତ୍ତମାନ ଘର ମାଲିକ ବାହାର କରିଦେବେ। ସେତେବେଳକୁ ପାଷ୍ଟର ପାଦରାଣୀ ପ୍ରଚାର କରି ଗଲା ବେଳକୁ ପାଷ୍ଟର ପାଦରାଣୀଙ୍କୁ କହିଲେ କେମିତି କରିବା, ଯେହେତୁ ଏକ୍ସଟ୍ରା ଚର୍ଚ୍ଚରେ ଚାକିରି ନାହିଁ ଯେ ଆମର ଏକ୍ସଟ୍ରା ପଇସା ପ୍ରକୃତରେ ଆମେ କୁଆଡେ ପାଇବୁ। ତେବେ ପାଷ୍ଟର କଣ କହିଲେ ପାଦରାଣୀକୁ, ମୁଁ କାମ କରିବି କି ପଚାରିଲେ, କାମ କରିବି କି? ତ ପାଦରାଣୀ ବି କିଛି କହିଲେ ନାହିଁ। ତାର ଅର୍ଥ କଣ, ତାଙ୍କ ରାଜି ହଉଛ, ହୃଦୟରେ ସହମତ ହଉଛନ୍ତି କାମ କଲେ ହବ। ତ ଏମିତି ଅବସ୍ଥାରେ ଅଷ୍ଟ୍ରେଲିଆରେ ଆମର ଗ୍ଲୋବାଲ କ୍ୟାମ୍ପ ହଉଥିଲା। ତ ସେ ଗ୍ଲୋବାଲ କ୍ୟାମ୍ପକୁ ଗଲେ। ଗ୍ଲୋବାଲ କ୍ୟାମ୍ପକୁ ଯେତେବେଳେ ଗଲେ ସେଠି ଟିଚର୍ସ ମିଟିଂ ହବ। ତ ଏ ପାଷ୍ଟରଙ୍କର କ୍ଲାସରେ 10 ଜଣ ଷ୍ଟୁଡେଣ୍ଟ ଅଛନ୍ତି। ତ ପାଷ୍ଟର ପାର୍କ ହଠାତ୍ କ୍ଲାସ ଅନୁସାରେ ଡାକୁଛନ୍ତି, ନା ଅନୁସାରେ ଡାକୁନାହାନ୍ତି। ତ ଆଙ୍କର ହୃଦୟ ବେଶୀ ଓଜନ ହୃଦୟ, ଇଆଡେ ଚର୍ଚ୍ଚର ପରିସ୍ଥିତି ଏମିତି, 3 ମାସ ହେଲା ଘର ଭଡା ଦେଇନାହାନ୍ତି। ଆଉ ସେ ବେଶୀ କଷ୍ଟରେ ଅଷ୍ଟ୍ରେଲିଆକୁ ଗଲେ। ଅଷ୍ଟ୍ରେଲିଆର ଗୋଟେ ବଡ ଇଭେଣ୍ଟ ହଉଛି। ପାଷ୍ଟର ପାର୍କ କହିଲେ ବର୍ତ୍ତମାନ ଏ ସମୟରେ ଆପଣ ମାନେ ନିଜର ହୃଦୟକୁ ଏକ୍ସପ୍ରେସ କରିପାରିବ। ତ ପାଷ୍ଟର କହୁଛନ୍ତି ହୃଦୟକୁ ଏକ୍ସପ୍ରେସ କର ଟିଚର୍ସ ମିଟିଂ ରେ। ତ ପାଷ୍ଟର ରେଣ୍ଡମଲି ଡାକୁଛନ୍ତି। ତ ଯେତେବେଳେ ଏ ପାଷ୍ଟରଙ୍କର କ୍ଲାସର ନାଁ ପାଷ୍ଟର ଧରିଲେ, ତାଙ୍କେ ପୁରା ନର୍ଭସ ହେଇଗଲେ। ଏବେ ଉଠିକି ଯିବାର ଅଛି, କଣ କହିବି? ମୋ ପୂର୍ବରୁ ଏ ଲୋକ ଏମିତି ଏମିତି କହିଲା, ମୁଁ କଣ କହିବି ବର୍ତ୍ତମାନ? ପାଷ୍ଟର କହିଲେ ହୃଦୟକୁ ଏକ୍ସପ୍ରେସ କର। ତ ମୋର ହୃଦୟରେ ଯାହା ଅଛି ସେଟା କହିବି କି? ଆଉ ମୋ ସ୍ତ୍ରୀ ସାଙ୍ଗରେ ଯାହା ଆମେ କଥା ହେଲୁ ସେଇଟା କହିବି କି? ଯଦି ମୁଁ ଏମିତି କହିବି ମୋ ସ୍ତ୍ରୀ ସହିତ ଯାହା କଥା ହେଇଛି, ତାହେଲେ ପାଷ୍ଟର ତ ଶୁଣିଲେ ଅଖାଡା ଲାଗିବ, ଆଉ ପାଷ୍ଟର ମତେ ଗାଳି କରିବେ। ନା, ସେଇଟା ନ କହିକି ମୁଁ ଅଲଗାଟା କହିବି। ହଁ, ମୁଁ 10 ଜଣ ମୋ କ୍ଲାସରେ ଅଛନ୍ତି, ସେମାନଙ୍କ ଭିତରୁ କେତେ ଜଣ ସୁସମାଚାର ବୁଝି ନାହାନ୍ତି ସେଇଟା କହିବି। କିନ୍ତୁ ତାଙ୍କର ହୃଦୟ ଭିତରେ ତାଙ୍କ ସ୍ତ୍ରୀଙ୍କ ସହିତ ଯୋଉଟା କଥା ହେଇଛନ୍ତି ସେଇଟା ମୋର ହୃଦୟ, କିନ୍ତୁ ଯୋଉଟା ମୋର ହୃଦୟରେ ନାହିଁ ସେଇଟା କେମିତି କହିବି? ତ ସିଏ ଭାବି ପାରୁନାହାନ୍ତି କଣ କହିବେ। 20 ସେକେଣ୍ଡ ଲାଗିଲା ଉଠିକି ଯିବା ପାଇଁ, ଆଉ ତାଙ୍କର ମାଇଣ୍ଡ ଆଉ ରେଡି ନାହିଁ କଣ କହିବି। ସେଥିପାଇଁ ପାଷ୍ଟର ଲୁଚେଇ ପାରିଲେ ନାହିଁ। ଆଉ ସମସ୍ତଙ୍କ ସାମ୍ନାରେ, ପାଷ୍ଟର ପାର୍କ ସାମ୍ନାରେ ସିଏ କହିଲେ ଆମେ ଘର ଭଡା ଦେଇପାରୁନୁ, 3 ମାସ ହେଲାଣି, ଏଟା 4 ମାସ ଚାଲିଛି। ମୁଁ ପାଷ୍ଟର ହେବାକୁ ପସନ୍ଦ କରୁନାହିଁ। ଆମ ଚର୍ଚ୍ଚର ମେମ୍ବର ମାନେ ଏମିତି, ମୁଁ ଯେତେବେଳେ ଆମ ଚର୍ଚ୍ଚ ଲୋକମାନଙ୍କୁ ଦେଖିଲେ ମଧ୍ୟ ମୁଁ ଖୁସି ହେଇପାରୁନାହିଁ। ପାଷ୍ଟର ସେତେବେଳେ ସିଧା ଗାଳି କରିବା ପାଇଁ ଆରମ୍ଭ କଲେ। ତୁ ଜଣେ ପାଷ୍ଟର ହେଇଛୁ, ତୋ ପରି ଲୋକ କାହିଁକି ଆମ ଚର୍ଚ୍ଚରେ ପାଷ୍ଟର ହେଇଛନ୍ତି? କିଏ ତୋ ମୁଣ୍ଡ ଉପରେ ହାତ ରଖି ପ୍ରାର୍ଥନା କଲା? ତୋ ସାଙ୍ଗରେ ଥିବା ସବୁ ଅନ୍ୟମାନେ ବଢିଆରେ ପଢୁଛନ୍ତି, ତୁ କାହିଁକି ପଢୁନୁ? ତୁ ଯେତେବେଳେ ଏଲିମେଣ୍ଟାରୀ ସ୍କୁଲ, ୟୁପି ସ୍କୁଲକୁ ଗଲୁ, କଣ କଣ ଜାଣିବା ଦରକାର? ଲୋକଙ୍କୁ କେମିତି ନମସ୍କାର କରିହବ। ମିଡିଲ ସ୍କୁଲରେ, ହାଇ ସ୍କୁଲରେ ଥିଲା ବେଳକୁ କଣ କରିବ? ପାଠ ପଢିବ ଭଲରେ। କଲେଜ ଗ୍ରାଜୁଏସନ ପରେ କାମ କରିବ, ଟଙ୍କା ରୋଜଗାର କରିବ। ଏମିତି ଲୋକମାନେ ବଢୁଛନ୍ତି। ତୁ କାହିଁକି ଏବେ ପର୍ଯ୍ୟନ୍ତ ସମାନ ଅଛୁ? ତୋ ଜୀବନରେ କାହିଁକି କୌଣସି ପରିବର୍ତ୍ତନ ନାହିଁ? ପୂର୍ବରୁ ଯେମିତି ଏବେ ବି ସେମିତି। ତୋ ପରି ଲୋକ କାହିଁକି ପାଷ୍ଟର ହବା ଦରକାର? ମାଇକ୍ ତଳେ ରଖେ, ଯାଇକି ବ। ଏମିତି 20 ମିନିଟ ଧରିକି ପାଷ୍ଟର ଗାଳି କଲେ। ହେଲେ ପାଷ୍ଟର ରାଗିଲେ ପୁରା ବାଘ ପରି, ଟାଇଗର। ବସିବି ନା ଛିଡା ହେବି ନା ଧାଇଁବି ନା କଣ କରିବି ଜାଣି ହବ ନାହିଁ। କୋରିଆରେ ପାଷ୍ଟର୍ସ ମିଟିଂ ଆଟେଣ୍ଡ କରୁଛି ମୁଁ। ଏବେ ମଧ୍ୟ ଆମେ ୱାର୍ଲଡ କପ୍ ଯେତେବେଳେ ଗଲେ ସୁଯୋଗ ମିଳୁଛି ଥରେ ଥରେ ପାଷ୍ଟର୍ସ ମିଟିଂରେ ବସିବା ପାଇଁ। ପାଷ୍ଟର ଦେଖିବେ, ଆଉ ପାଷ୍ଟର ଯେତେବେଳେ ଗାଳି କଲେ, ସେ ପାଷ୍ଟର ମଧ୍ୟ ଜାଣିଲେ ନାହିଁ। ପାଷ୍ଟର କହିଲେ ହୃଦୟ ଏକ୍ସପ୍ରେସ କରିବା ପାଇଁ, ମୁଁ କଣ ଭୁଲ କଲି କି? 20 ମିନିଟ ଗାଳି ଶୁଣିଲେ, କାହିଁକି ଗାଳି ଶୁଣୁଛନ୍ତି ବୁଝି ପାରିଲେ ନାହିଁ। ବିଶ୍ୱାସରେ ନ ବଞ୍ଚିଲେ, ପ୍ରଭୁଙ୍କୁ ନ ଅନେଇଲେ, ପାଷ୍ଟର ବେଶୀ ଷ୍ଟ୍ରିକ୍ଟ। ସେଥିପାଇଁ ପାଷ୍ଟର ଯେତେବେଳେ ଗାଳି ବି କରୁଛନ୍ତି, ବେଶୀ ଷ୍ଟ୍ରଙ୍ଗଲି କରୁଛନ୍ତି। କିନ୍ତୁ ଏ ପାଷ୍ଟର ବୁଝି ପାରିଲେ ନାହିଁ କାହିଁକି ପାଷ୍ଟର ଗାଳି କରୁଛନ୍ତି। ତାଙ୍କର କଣ, ଯେହେତୁ ପାଷ୍ଟର କହିଲେ ତମ ହୃଦୟରେ ଯାହା ଅଛି ତୁମେ କୁହ, ମୁଁ ମିଛ ନ କହିକି ମୋର ହୃଦୟରେ ଯାହା ଅଛି ମୁଁ ତାହା କହିଲି, ତ ମୁଁ ଆରାମ ପାଇବା ଦରକାର। ମୋ ହୃଦୟ କହିଲି ସେଥିପାଇଁ, କିନ୍ତୁ ମୋର ହୃଦୟ କହିଲାରୁ ମୁଁ ଉଲ୍ଟା ଗାଳି ଶୁଣିଲି। ଭାଇ ଓ ଭଉଣୀ ମାନେ, ସମସ୍ତେ ଦିନେ ପ୍ରଭୁଙ୍କ ବିଚାର ସାମ୍ନାରେ ଛିଡା ହେବେ।
ଆଉ ଯେତେବେଳେ ଆମ ସେତେବେଳକୁ ଆମ ହୃଦୟରେ ଯାହା ଅଛି ଆମେ ପ୍ରଭୁଙ୍କ ସମ୍ମୁଖରେ ସ୍ୱୀକାର କରିବୁ। କିନ୍ତୁ ଜଣେ ଲୋକ ଯଦି କହିବ ମୋ ହୃଦୟରେ ପାପ ଅଛି, ମୁଁ ଜଣେ ପାପୀ, ଆମେ ଏଇ ଜଗତରେ ପ୍ରକୃତରେ ନିଜର ହୃଦୟକୁ ଆମେ ନ କହିକି ବଞ୍ଚି ପାରିବୁ। ପ୍ରଭୁଙ୍କ ସମ୍ମୁଖରେ ସବୁ କହିବୁ। ପ୍ରଭୁଙ୍କ ସମ୍ମୁଖରେ ଛିଡା ହେଲେ ଆମ ଭିତରେ ଯାହା ଅଛି ତାହା ଆମେ ସ୍ୱୀକାର କରିବୁ। ପାପ ଯଦି ଅଛି ତାହେଲେ ବାଧ୍ୟ ପାପୀ ବୋଲି କହିବେ। କିନ୍ତୁ ପାପୀ କଣ ସ୍ୱର୍ଗ ଯିବ କି? ନିଶ୍ଚୟ ନରକକୁ ଯିବ। ସେଥିପାଇଁ ହୃଦୟରୁ କହିଲେ, ମୁଁ ପାପୀ କହିଲେ ସେ ନରକ ଯିବ। କିନ୍ତୁ ସେଦିନ ଏ ପାଷ୍ଟର ହୃଦୟ କଥା କହିବାରୁ ପାଷ୍ଟର ଗାଳି କଲେ। ତ ଏ ପାଷ୍ଟର ବୁଝିଲେ ନାହିଁ କାହିଁକି ସେ ଗାଳି ଶୁଣିଲେ। ସେଥିପାଇଁ ସନ୍ଧ୍ୟା ପର୍ଯ୍ୟନ୍ତ ଅନ୍ଧକାର ହେଇକି ଥିଲେ। ତ ତାଙ୍କର କ୍ଲାସମେଟ ହଉଛନ୍ତି ପାଷ୍ଟର ପାଙ୍କର ପୁଅ, ଯିଏକି ଆମେରିକାରେ ଅଛନ୍ତି। ଇଏ ଗଲେ ଆଉ କହିଲେ, ଆଜି ମୁଁ ବହୁତ ଗାଳି ଶୁଣିଲି ପାଷ୍ଟର୍ସ ମିଟିଂରେ, ପାଷ୍ଟର ମତେ ବେଶୀ ଗାଳି କଲେ। ତ ଇଏ ପଚାରିଲେ କଣ ପାଇଁ ଗାଳି କଲେ, ତ ଇଏ ଏକ୍ସପ୍ଲେନ କଲା। ତ ସେ ପାଷ୍ଟର କଣ ବୋଲି କହିଲେ, ପାଷ୍ଟର ପାଙ୍କର ପୁଅ ତାଙ୍କେ କହିଲେ, ତୁ ପ୍ରଭୁଙ୍କ ଠାରୁ ଯାହା ପାଇଛୁ ତାହା ତୁ ସ୍ୱୀକାର କରିବା ଦରକାର, ତୁ କହିବା ଦରକାର। ଲୋକମାନେ ନିଜର ବାକ୍ୟ କହୁଛନ୍ତି କିନ୍ତୁ ଯାହା ଗ୍ରହଣ କରିଛନ୍ତି ତାହା କହୁନାହାନ୍ତି, ସେଇଟା ହଉଛି ଭୁଲ, ସେଇଟା ହଉଛି ମନ୍ଦ। ପ୍ରଭୁ ତତେ ଯାହା ଶିଖେଇଛନ୍ତି, ପ୍ରଭୁଙ୍କ ଠାରୁ ଯାହା ତୁମେ ଶିଖିଛ, ପାଷ୍ଟରଙ୍କ ଜୀବନରେ ତମେ ଯାହା ଶିଖିଛ, କଷ୍ଟ ସମୟରେ, ଘର ଭଡା ଦେଇ ନ ପାରୁଥିବା ସମୟରେ, ପଇସା ନଥିବାର ସମୟରେ, ଚର୍ଚ୍ଚର ମେମ୍ବର ମାନଙ୍କୁ ଦେଖିକି ପାଷ୍ଟର କେମିତି ହୃଦୟକୁ ପାଇଲେ, ପାଷ୍ଟରଙ୍କ ଜୀବନ ଅନେକ ସାକ୍ଷ୍ୟ ଅଛି। ପାଷ୍ଟର ଦିନେ ମିଶନ ସ୍କୁଲ ପିଲାମାନଙ୍କର ସାକ୍ଷ୍ୟ ଶୁଣିଲେ ରାଗି ଗଲେ, ମୁଁ ଏ ମିଶନ ସ୍କୁଲ କରିବି ନାହିଁ। କିନ୍ତୁ ଯେତେବେଳେ ପାଷ୍ଟର ମିଶନ ସ୍କୁଲ କରିବି ନାହିଁ ଭାବିଲେ, କିନ୍ତୁ ଆଦି ପୁସ୍ତକ 17 ପର୍ବ ଯେତେବେଳେ ଖୋଲିଲେ ପାଷ୍ଟରଙ୍କର ହୃଦୟ ପୁରା ବଦଳିଗଲା। ଆଦି ପୁସ୍ତକ 17 ପର୍ବରେ ଅବ୍ରାହମ ଅବ୍ରାହମ ଅଛନ୍ତି, କିନ୍ତୁ ପ୍ରଭୁ ତାଙ୍କ ନାଁ ଅବ୍ରାହମ ଦେଲେ। ସେଥିପାଇଁ ଏ ପିଲାମାନେ ଏମିତି ଅଛନ୍ତି କିନ୍ତୁ ପ୍ରଭୁ କେମିତି ଦେଖୁଛନ୍ତି। ମୁଁ ମିଶନ ସ୍କୁଲରେ ଥିଲା ବେଳକୁ ପାଷ୍ଟର 4 ଜଣ ପାଷ୍ଟର ମାନଙ୍କର ପୁଅ ମାନଙ୍କୁ ସାମ୍ନା ଲାଇନରେ ବସେଇଲେ। ସେମାନେ ଉପବାସ ବେଳକୁ ଉପବାସ କରୁନଥିଲେ, ରାତିରେ ମିଶନ ସ୍କୁଲ ବାହାରେ ପଳଉଥିଲେ। ସେମାନେ ଆମ ଚର୍ଚ୍ଚର ସିନିୟର ପାଷ୍ଟର ମାନଙ୍କର ପୁଅ ମାନେ। ତ ଆମେ ସେମାନଙ୍କୁ ଦେଖିଲେ ବି ହାଲିଆ ହଉଥିଲେ, କେମିତିକାର ମିଶନ ସ୍କୁଲ ପିଲାମାନେ ଏମାନେ। ଉପବାସ ଟାଇମରେ ଉପବାସ କରିବେ ନାହିଁ, ମର୍ଣ୍ଣିଂ ସର୍ଭିସରେ ପୁରା ଶୋଇବେ, ସାକ୍ଷ୍ୟ ଦେବା ଟାଇମରେ ସାକ୍ଷ୍ୟ ଦେବେ ନାହିଁ। ମନିଟର ତାଙ୍କୁ ଛିଡା କରିବା ପଚାରିବ, ବୁଧବାର ପରେ କଣ ପ୍ରଚାର ହେଲା ଗୋଟେ ମିନିଟ କହ, କହିଲେ ପାଟିବ। ତ ଅନ୍ୟ ପାଷ୍ଟର ମାନେ ଯେତେବେଳେ ଦେଖୁଛନ୍ତି, ତାଙ୍କ ପାଷ୍ଟର ମାନେ ତାଙ୍କ ବାପା ମାନେ ହଉଛନ୍ତି ଏକ୍ସିଲେଣ୍ଟ ପାଷ୍ଟର ମାନେ ଚର୍ଚ୍ଚରେ। ପାଷ୍ଟର ଲି ହାଙ୍ଗିଓ ଆମ ଚର୍ଚ୍ଚରେ ବାଇବଲ ଡିକ୍ସନାରୀ ତାଙ୍କର ପୁଅ ସେମାନଙ୍କ ଭିତରୁ ଜଣେ। ତ ଅନ୍ୟ ପାଷ୍ଟର ତାଙ୍କ, ତୋ ବାପା ସ୍କୁଲ ଟିଚର ଥିଲେ, ଲିଟରେଚର ଟିଚର ଥିଲେ, ମିଶନ ସ୍କୁଲକୁ ଆସିକି ଏତେ ବାଇବଲ ପଢିଲା ଶିଖିଲା, ଆଜି ଆମ ଚର୍ଚ୍ଚରେ ସେ ପୁରା ଡକ୍ଟର, ବାଇବଲର ଡକ୍ଟର, ବାଇବଲର ଡିକ୍ସନାରୀ। କିନ୍ତୁ ତାଙ୍କର ତୁ ପୁଅ ହେଇକି କେମିତି ତୁ ଏମିତି ଉଲ୍ଟା ଜନ୍ମ ହେଲୁ। କିନ୍ତୁ ପାଷ୍ଟର ଆସିଲେ ଆଉ ଆଙ୍କିଲେ, ବ୍ଲାକବୋର୍ଡରେ ଆଙ୍କିଲେ, ପୃଥିବୀ ନିର୍ଜନ ଶୂନ୍ୟ ଅନ୍ଧକାର ଥିଲା, ଏଇଟା ଅରିଜିନାଲ ପୃଥିବୀ। କିନ୍ତୁ ପ୍ରଭୁଙ୍କର ହୃଦୟରେ ଗୋଟେ ପୃଥିବୀ ଅଛି, ଚଢେଇ କାନ୍ଦୁଛନ୍ତି, ଆଦମ ଅଛନ୍ତି, ଆଉ ସେ ଜାଗାରେ ଗୋଟେ ହାରମୋନି ହେଇକି ଅଛି। କୋଉଟା ସତ ଦୁଇଟା ଭିତରୁ? ସମରିଆ ନଗରରେ ଦୁର୍ଭିକ୍ଷ ପଡିଛି, କିନ୍ତୁ ବାକ୍ୟରେ କାଲିକୁ ପ୍ରାୟ ଏଇ ସମୟରେ 2 ପଶୁରୀ ଜବ 1 ସେକଲରେ, 1 ପଶୁରୀ ସରୁ ମଇଦା 1 ସେକଲରେ ବିକ୍ରି କରାହବ। ଦୁର୍ଭିକ୍ଷ ପଡିଥିବା ସମରିଆ ସତ ନା ବାକ୍ୟର ସମରିଆ ସତ? ଅବ୍ରାହମକୁ ଦେଖିଲେ ଗୋଟେ ବି ଛୁଆ ନାହିଁ, କିନ୍ତୁ ବାଇବଲରେ ପ୍ରଭୁ କହୁଛନ୍ତି ଅବ୍ରାହମ, ଏ ଭିତରୁ ଦୁଇଟା ଭିତରୁ କୋଉଟା ସତଟା? ପାଷ୍ଟର କମ୍ପାରିଜନ କଲେ ଆଉ ଦେଖେଇଲେ। ଭାଇ ଭଉଣୀ ମାନେ, ଆମ ଚର୍ଚ୍ଚରେ ଶିଖିବାଟା ଶୁଣିବାଟା ବେଶୀ ଅଛି। ଦଙ୍ଗା ବେଳକୁ କେମିତି ପାଷ୍ଟର କଣ ହୃଦୟ ଦେଲେ, କଣ ବାକ୍ୟ ପ୍ରଚାର କଲେ, ନ ମନି ୱିଟନେସିଂ ଟ୍ରିପ ଯିବା ବେଳକୁ କେମିତି, ଆଉ ଚର୍ଚ୍ଚ ଯାକ ସ୍ଥାପନ ହେଲା ବେଳେ କେମିତି, ଚର୍ଚ୍ଚର ଜାଗା କିଣିଲା ବେଳକୁ କେମିତି, ଆପଣ ମାନଙ୍କର ନିଜର ଚର୍ଚ୍ଚ ଭିତରେ ମଧ୍ୟ, ଆମ ଚର୍ଚ୍ଚରେ ପାଷ୍ଟରଙ୍କ ଠାରୁ ଯେତେ ସାକ୍ଷ୍ୟ ବି ଶୁଣିଛୁ, ବହୁତ ବିଷୟ ଅଛି। କିନ୍ତୁ ଏ ପାଷ୍ଟର ପାଙ୍କର ପୁଅ ଏ ପାଷ୍ଟରଙ୍କୁ ଫେଲୋସିପ ଦେଲେ, ତତେ ପ୍ରଭୁ କଣ ଶିଖେଇଛନ୍ତି ସେଇଟା ତୁ କହିଥାନ୍ତୁ। କିନ୍ତୁ ଯେମିତି ଗୋଟେ ବୋଟଲ, ଠିକ ଅଛି, ଏଇଟା ହଉଛି ବୋଟଲ ନା ନାଇଁ, ଏଠି ବି ବନ୍ଦ ଅଛି, ବୋଟଲ ବନ୍ଦ, ଏଇଟା ସମୁଦ୍ରରେ ଫିଙ୍ଗି ଦେଲେ ସମୁଦ୍ର ପାଣି ବୋତଲ ଭିତରେ ଯିବ କି? ସେମିତି ଲୋକମାନେ ଆମ ଚର୍ଚ୍ଚରେ ବୋତଲ ପରି ବଞ୍ଚୁଛନ୍ତି। ଚର୍ଚ୍ଚର ପାଣି, ଚର୍ଚ୍ଚର ହୃଦୟ, ଚର୍ଚ୍ଚର ବାକ୍ୟ ସେମାନଙ୍କ ଭିତରେ ପଶୁନାହିଁ, ଗ୍ରହଣ କରୁନାହାନ୍ତି, ଶିଖୁନାହାନ୍ତି।
ସେଥିପାଇଁ ଲୋକଙ୍କର ଆତ୍ମିକ ଜୀବନରେ ବୃଦ୍ଧି ବି ନାହିଁ। ସେଥିପାଇଁ ଗ୍ରହଣ କରିଥିବା ଜିନିଷ, ଶିଖିଥିବା ଜିନିଷ ସେମାନଙ୍କ ଠାରୁ ବାହାରୁ ନାହିଁ, ଦେଖିଥିବା ଜିନିଷ ବାହାରୁ ନାହିଁ, ଯେହେତୁ ବନ୍ଦ ହେଇଯାଇଛି। ତ ପାଷ୍ଟର ପାର୍କର ପୁଅ ସେ ପାଷ୍ଟରଙ୍କ ଫେଲୋସିପ କଲେ। ହୁଁ? ସେଥିପାଇଁ ତମ ଜୀବନରେ ତମେ କଣ ଗ୍ରହଣ କରିଛ ସେଇଟା କହିଥାନ୍ତୁ। ତ ପାଷ୍ଟର ତାପରେ ବାକ୍ୟ ଦେଲେ, ପାଷ୍ଟର ଗାଳି କଲେ ପରେ ବାକ୍ୟ ଦେଲେ। ସେ ବାକ୍ୟ ହଉଛି ବିଚାରକର୍ତ୍ତା ପୁସ୍ତକ ର 3 ପର୍ବର 131 ପଦ। ସେଠି କଣ ଲେଖା है ଦେଖିବା ବାକ୍ୟ ଟିକେ। ବିଚାରକର୍ତ୍ତା ପୁସ୍ତକ 3 ପର୍ବର 31 ପଦ ଲେଖା ହେଇଛି, ଆଉ ତାହା ଉତ୍ତରେ ଅନାତର ପୁତ୍ର ସାମଗର ବିଚାରକର୍ତ୍ତା ହେଲେ। ସେ ପଲଷ୍ଟିୟ 600 ଲୋକଙ୍କୁ ଗୋକଣ୍ଟକ ପାଞ୍ଚଣ ଦ୍ୱାରା ବଧ କଲେ। ସେ ମଧ୍ୟ ଇସ୍ରାଏଲର ଏକ ଉଦ୍ଧାରକର୍ତ୍ତା ଥିଲେ। ତ ଏଇଠି ଜଣେ ସାମଗର ବୋଲି ଜଣେ ଅଛନ୍ତି, ସେ ବିଚାରକର୍ତ୍ତା ହେଲେ ଇସ୍ରାଏଲରେ, ବିଚାରକର୍ତ୍ତା ପୁସ୍ତକରେ। ସେ ପଲଷ୍ଟିୟର 600 ଲୋକଙ୍କୁ ଗୋକଣ୍ଟକ ପାଞ୍ଚଣ ଦ୍ୱାରା ବଧ କଲେ। ଗୋକଣ୍ଟକ ହଉଛି ସେ ଆଙ୍କୁଳା ବାଡି ପରି। 600 ଲୋକ ଆସିଲେ ପଲଷ୍ଟିୟ ମାନେ, ଗୋଟେ ବାଡି ଅଛି, 600 ଲୋକ ଅଛନ୍ତି। ଲଢେଇ କରିବ ନା ଧାଇଁବ ଡିସାଇଡ କରିବାର ଅଛି। କିନ୍ତୁ ଇଏ କଣ କଲେ, ଯଦ୍ୟପି ସେ ଗୋକଣ୍ଟକ ଦ୍ୱାରା ପାରିବେ ନାହିଁ, କିନ୍ତୁ ସେ କଣ କଲେ, ସେ ନିଷ୍ପତ୍ତି ନେଲେ ସେ ଗୋକଣ୍ଟକ ଦ୍ୱାରା ଲଢେଇ କରିବେ। ସେତେବେଳେ ପ୍ରଭୁ, ଏଠି ଲେଖା ହେଇଛି, ସେ ମଧ୍ୟ ଇସ୍ରାଏଲର ଏକ ଉଦ୍ଧାରକର୍ତ୍ତା ଥିଲେ ଲେଖା ହେଇଛି। ତ 600 ଲୋକଙ୍କ ସାମ୍ନାରେ ଗୋଟେ ଗୋକଣ୍ଟକ ଦ୍ୱାରା ସେ ଛିଡା ହଉଛନ୍ତି। ସେଥିପାଇଁ ପ୍ରଭୁ ତାଙ୍କ ଦ୍ୱାରା କାମ କଲେ। ତାପରେ ପାଷ୍ଟର କହିଲେ, ଗାଙ୍ଗନାମ ଚର୍ଚ୍ଚରେ, ପାଷ୍ଟର ପାଙ୍କର ଚର୍ଚ୍ଚରେ 2500ଟା ସିଟ୍ ଅଛି। 2500ଟା ସିଟ୍ ହେଲେ ପ୍ରତ୍ୟେକ ରବିବାର ଦିନ 200 ଲୋକ, ନୂଆ ଲୋକ ଆସୁଛନ୍ତି। ଆମ ଚର୍ଚ୍ଚରେ ମଧ୍ୟ 100 ଲୋକ ଯଦି ଅଛନ୍ତି କହିଲେ ମିନିମମ୍ 10 ଲୋକ ଆସିଥିବେ ସଣ୍ଡେ ସର୍ଭିସ, ନୂଆ ଲୋକ। ଉଦୟଗିରିରେ ଭାଇ ଭଉଣୀ ମାନେ 350 ଅଛନ୍ତି। ଏବେ ନୂଆ ଲୋକ ମିନିମମ୍ 15ରୁ 20 ଜଣ ଆଇବେ ପ୍ରତ୍ୟେକ ସଣ୍ଡେରେ। ପାଷ୍ଟର ପାର୍କ ଯେତେବେଳେ ରବିବାର ପ୍ରଚାର କରୁଛନ୍ତି, କଣ କହୁଛନ୍ତି, ଏ 150 ଲୋକ 200 ଲୋକ ପରିତ୍ରାଣ ପାଇକି ଚର୍ଚ୍ଚରେ ସ୍ଥାପନ ଏମାନଙ୍କୁ କରିବା ପାଇଁ ମୋ ପାଖରେ ଶକ୍ତି ନାହିଁ। ମୁଁ ଏମାନଙ୍କୁ କେମିତି ପରିତ୍ରାଣ ପର୍ଯ୍ୟନ୍ତ କଢେଇକି ନେବି? ମୁଁ ଯେତେବେଳେ ନିଜକୁ ଦେଖିଲେ ମୁଁ ପାରୁନାହିଁ। ପ୍ରଭୁ ଏତେ ଆତ୍ମାଙ୍କୁ ପଠଉଛନ୍ତି, କିନ୍ତୁ ମୁଁ ପାରୁନାହିଁ। ସେଥିପାଇଁ ମୁଁ ପ୍ରଭୁଙ୍କ ଉପରେ ନିର୍ଭର କରୁଛି। ସେଥିପାଇଁ ମୁଁ ପ୍ରାର୍ଥନା କରୁଛି। ସେଥିପାଇଁ ପ୍ରଭୁଙ୍କୁ ଅନଉଛି। ସେଥିପାଇଁ ପ୍ରଭୁ କାର୍ଯ୍ୟ କରିବା ଦରକାର। ଏ କାର୍ଯ୍ୟ ପ୍ରଭୁଙ୍କର। ପାଷ୍ଟର ଏମିତି ସାକ୍ଷ୍ୟ ଦେଲେ। ତେବେ ପାଷ୍ଟର ନିଜର ବଳ ଦ୍ୱାରା, ନିଜର ଜ୍ଞାନ ଦ୍ୱାରା ନିଜେ ପାରୁଛନ୍ତି ବୋଲି ସେବା କାର୍ଯ୍ୟ କରୁଛନ୍ତି, ନା ପାରୁନାହାନ୍ତି ସେଥିପାଇଁ ପ୍ରଭୁଙ୍କ ଉପରେ ନିର୍ଭର କରିକି ସେବା କାର୍ଯ୍ୟ କରୁଛନ୍ତି? ଆମ ଚର୍ଚ୍ଚରେ ବେଶୀ ଆଶ୍ଚର୍ଯ୍ୟ, ରବିବାର ଦିନ ନୂଆ ଲୋକ ଆଇଲେ ଭାଇ ଭଉଣୀ ମାନଙ୍କର ଯାଇ ଆସିନାହିଁ, କିଏ ଆସିଲା କିଏ ନାହିଁ, ଖାଇବାରେ ବ୍ୟସ୍ତ। କି ଆକୁ ଟିକେ ବାକ୍ୟ କହିବି, କି ଫେଲୋସିପ କରିବି, କି ଟିକେ ବସେଇବି, କି କଥା ହେବି, କି ଇଣ୍ଟ୍ରୋଡ୍ୟୁସ କରିବି ନିଜକୁ, ଟିକେ ଟିକେ ମିଶିବି, ତାଙ୍କୁ କଥା ହେବି, ଏମିତିକାର ସିଷ୍ଟମ ନାହିଁ। 200 ଲୋକ ଚର୍ଚ୍ଚକୁ ଯଦି ଆସୁଛନ୍ତି କେତେ ବଡ କଥା, 10 ଲୋକ ଆସିଲେ ବି। ସେଥିପାଇଁ ଭାଇ ଭଉଣୀ ମାନେ ରବିବାର ଦିନ ସର୍ଭିସ ସରୁ ସରୁ ଖାଇବାରେ ମାତାଲ ହେଇଯାଉନାହିଁ। ଯିଏ ବି ନୂଆ ଲୋକ ଆସିଲେ ଯାଇକି ଭେଟ ହୁଅନ୍ତୁ, ହାତ ଟିକେ ମିଶାନ୍ତୁ, କେମିତି ଆସିଲ, କାହା ସାଙ୍ଗରେ ଆସିଲ, କେମିତି ଜାଣିପାରିଲ, କୋଉଠି ରହୁଛ, ଫୋନ ନମ୍ବର ଟିକେ ଦିଅ, ଆସ ଟିକେ ବସ। ନହେଲେ ଯାଇକି ତମେ ନିଜ ସହିତ ନବ, ଲାଇନ ରେ ଛିଡା ହବ, ବାଡି ଦବ, ତାପରେ ଆସ ଯିବା ଗୋଟେ ଜାଗାରେ ବସିବା କହିକି ଖାଇକି ବି କଥା ହବ, ସେୟାର କରିବ। ପାଷ୍ଟର ଯେତେବେଳେ ଦେଖିଲେ 200 ଲୋକଙ୍କୁ ପରିତ୍ରାଣ ପର୍ଯ୍ୟନ୍ତ କେମିତି କଢେଇକି ନେବି, ସେଥିପାଇଁ ଏଇ ପାଷ୍ଟର ଯେତେବେଳେ ପାଷ୍ଟରଙ୍କର ସାକ୍ଷ୍ୟ ଶୁଣିଲେ, କଣ ଡିଫରେନ୍ସ ପାଇଲେ, ସେ ପାଷ୍ଟର ପାଙ୍କ ଭିତରେ ଡିଫରେନ୍ସ ଦେଖିଲେ। ମୁଁ ଚର୍ଚ୍ଚରେ ଆମେ ଜଣେ ପାଷ୍ଟର ହବା, ଏଲ୍ଡର ହବା, ଡିକନ ହବା, ଭାଇ ଭଉଣୀ ହବା, ଆମ ଭିତରେ ବି କିଏ ବି କ୍ୱାଲିଫାଇଡ ନାହିଁ। କିନ୍ତୁ ପ୍ରଭୁଙ୍କର ଅନୁଗ୍ରହ ଦ୍ୱାରା ପରିତ୍ରାଣ ପାଇକି ଚର୍ଚ୍ଚରେ ଆମେ ଜଣେ ସଦସ୍ୟ ହେଇଛୁ। ସେଥିପାଇଁ ପାଷ୍ଟର କହିଲେ, ସେଥିପାଇଁ ମୁଁ ଯୀଶୁଙ୍କୁ ବିଶ୍ୱାସ କରୁଛି।
ମୋ ପାଖରେ ଏବିଲିଟି ନାହିଁ କିନ୍ତୁ ଯୀଶୁଙ୍କ ପାଖରେ ଅଛି। ମୁଁ ପାରୁ ନାହିଁ, ସେଥିପାଇଁ ଯୀଶୁଙ୍କୁ ବିଶ୍ୱାସ କରୁଛି। ସେଥିପାଇଁ ଆମ ଭିତରେ ବିଶ୍ୱାସ କରୁଥିବା ଲୋକ ଆଉ ନ କରୁଥିବା ଲୋକଙ୍କ ଭିତରେ ବେଶୀ ଡିଫରେନ୍ସ ନାହିଁ। ସେଥିପାଇଁ ମୁଁ ପାରୁନାହିଁ, ସେଥିପାଇଁ ଯୀଶୁଙ୍କୁ ପାଷ୍ଟର ଗ୍ରହଣ କରୁଛନ୍ତି। ସେଥିପାଇଁ ଆମେ ଯଦି ପାରୁନୁ ତାହେଲେ ଯୀଶୁ ବି ପାରିବେ ନାହିଁ କି? ଆମର ଚର୍ଚ୍ଚରେ ମେମ୍ବର ଗରିବ, ଆଁ, କିନ୍ତୁ ପ୍ରଭୁଙ୍କ ପାଖରେ ପଇସା ନାହିଁ କି? ମୁଁ ଘର ଭଡା ଦେଇ ପାରୁନାହିଁ, କିନ୍ତୁ ପ୍ରଭୁ କାମ କଲେ ବି ଦେଇପାରିବି ନାହିଁ କି? ପ୍ରଭୁ ଯଦି କଲେ ହବ। ଚର୍ଚ୍ଚରେ ଜଣେ ଭାଇ ଆସିଲା ଆଉ କହିଲା, ପାଷ୍ଟର, ଫାଇନାନ୍ସିଆଲ ଇନଚାର୍ଜ ଭାଇ କହିଲା, ପାଷ୍ଟର ଆମେ 3 ମାସ ହେଲା ଘର ଭଡା ଦେଇନୁ, ତା 4 ମାସ ହେଇଯିବ, ଆଜି ଟିକେ ଷ୍ଟ୍ରଙ୍ଗ ଆନାଉନ୍ସମେଣ୍ଟ କରିବେ କି ଟିକେ ଘର ଭଡା ପାଇଁ? ସେ ପାଷ୍ଟର କଲେ, ଷ୍ଟ୍ରଙ୍ଗ ଆନାଉନ୍ସମେଣ୍ଟ ଆଉ ଦୁର୍ବଳ ଆନାଉନ୍ସମେଣ୍ଟ କଣ ଅଛି? କିନ୍ତୁ ଏ ପାଷ୍ଟର ଯେତେବେଳେ ପାଷ୍ଟରଙ୍କର ହୃଦୟ ଗ୍ରହଣ କଲା, ଫେରିଗଲେ, ଜଣେ ଭଉଣୀ ଉଁ, ଜଣେ ଭଉଣୀ ସିଏ ଅଫରିଂ କଲେ 10 ଲକ୍ଷ, ଅ, ପ୍ରାୟ 8 ଲକ୍ଷ ଟଙ୍କା ଅଫରିଂ କଲେ ତାଙ୍କ ବାପାଙ୍କ ଠାରୁ। ଉଁ, ସମ୍ପତ୍ତି ସେ ପାଇଲେ, ସେଥିପାଇଁ ସେ 8 ଲକ୍ଷ ଟଙ୍କା ଅଫରିଂ କଲେ। ସେଥିପାଇଁ ଏ ପାଷ୍ଟର ପ୍ରକୃତରେ ଘର ଭଡା ବି ସବୁ ଦେଇପାରିଲେ, ତାଙ୍କର 2,41,000 ଟଙ୍କା। ସେଥିପାଇଁ ଯଦିଓ ବି ଆମେ ଜାଣିନୁ, କିନ୍ତୁ ଆମ ଜୀବନରେ ଯୀଶୁ ଅଛନ୍ତି। ଭାଇ ଭଉଣୀ ମାନେ, ଆଜି ଆମେ ମାନେ ବାଇବଲ ପଢିଲୁ, ଆଦି ପୁସ୍ତକ 38 ପର୍ବ। ଏଇଠି ତାମାର ଅଛନ୍ତି। ନୂତନ ନିୟମରେ ଯୀଶୁଙ୍କ ବଂଶାବଳୀ ମାଥ୍ୟୁ 1 ପର୍ବରେ 5ଟା ସ୍ତ୍ରୀଙ୍କ ଭିତରୁ ଏ ପ୍ରଥମ ସ୍ତ୍ରୀ। ତ ତାମାର ସେ ଜିହୁଦାଙ୍କ ପରିବାରରେ ଜିହୁଦାର ପୁଅକୁ ବାହା ହେଲେ, ଏରକୁ। କିନ୍ତୁ ପ୍ରଭୁଙ୍କ ଉପରେ ଇଣ୍ଟରେଷ୍ଟ ନାହିଁ, ପ୍ରଭୁଙ୍କ ସମ୍ମୁଖରେ ଦୁଷ୍ଟ ଥିବାରୁ ପ୍ରଭୁ ତାଙ୍କୁ ମାରିଦେଲେ। ପ୍ରଭୁ ତାଙ୍କର ଛୁଆକୁ ନେଇଗଲେ। ତ ଇସ୍ରାଏଲରେ ନିୟମ ଅଛି, ବଡ ଭାଇ ଚାଲିଗଲେ ଛୁଆ ଯଦି ଜନ୍ମ ହେଇନାହିଁ, ତାହେଲେ ଦେବର ଦେବର ସିଏ ଭାଉଜକୁ ସେ ବାହା ହବ। ଆଉ ଯୋଉ ଛୁଆ ଜନ୍ମ ହବ, ସେଇଟା ତାର ଛୁଆ ହବନି, ବଡ ଭାଇଙ୍କର ପୁଅ ହବ ସେ। ଯେହେତୁ ପ୍ରଭୁ ଜମି ଅଲଗା ଲୋକକୁ ଦେବା ପାଇଁ ଚାହୁଁନାହାନ୍ତି, ସେ ନାଟା, ସେ ସମ୍ପତ୍ତିଟା ସେ ପରିବାରରେ ଥାଉ, ସେଥିପାଇଁ ଏ ନିୟମ ଅଛି। କିନ୍ତୁ ଅନାନ ଦେବରଙ୍କର ନାଁ ହଉଛି ଅନାନ, ସେ ଭାଉଜକୁ ବାହା ହେଲେ, କିନ୍ତୁ ସେ ଜାଣିଲା ଏଇ ଛୁଆ ଯିଏ ଜନ୍ମ ହବ ଇଏ ମୋର ହବ ନାହିଁ, ସେଥିପାଇଁ ସେ ସହବାସ କଲା, ବାହା ହେଲା, କିନ୍ତୁ ସେ ଛୁଆ ଜନ୍ମ ହବାକୁ ଦେଲା ନାହିଁ, ସେ ରେତପାତ କଲା। ପ୍ରଭୁ ଚାହୁଁଛନ୍ତି ତାଙ୍କର ବଂଶରୁ ଯୀଶୁଙ୍କର ବଂଶାବଳୀ ଆସୁ। ସେ ଚାହୁଁଛନ୍ତି ୟାଙ୍କ ପରିବାର ଯୀଶୁ ଜନ୍ମ ହୁଅନ୍ତୁ ଜିହୁଦା ବଂଶରୁ। ତାମାର ବେଶୀ ଖୁସି ଥିଲେ ୟାଙ୍କ ପରିବାରକୁ ଆସିକି, ଏ ପରିବାରରେ ବାହା ହବା ହଉଛି ବେଶୀ ଆଶୀର୍ବାଦ, ୟାଙ୍କ ବଂଶରୁ ଯୀଶୁଙ୍କର ବଂଶ ଆସିବ। आशीष ଅବ୍ରାହମ का भी ଇସାକକୁ ଜନ୍ମ ଦେଲେ, ଇସାକ ଜାକୁବଙ୍କୁ, ଜାକୁବ अब्राहम ଜିହୁଦାଙ୍କୁ। इसहाक ये ତ इसहाक ଜିହୁଦା ହଉଛନ୍ତି ଅବ୍ରାହମଙ୍କ ପରିବାର ଆସିଛନ୍ତି, ପ୍ରଭୁଙ୍କର ଆଶୀର୍ବାଦର ଉତ୍ସର ପରିବାର ଆସିଛନ୍ତି। ତ ତାମାର ଏଇଟା ବହୁତ ବଡ ଆଶୀର୍ବାଦ ମନେ କରୁଥିଲେ, କିନ୍ତୁ ଜିହୁଦାଙ୍କର ବଡ ପୁଅ ଏର ଇଣ୍ଟରେଷ୍ଟ ନାହିଁ। ପରିତାଣ, ସୁସମାଚାର, ଆଶୀର୍ବାଦ, ପ୍ରଭୁଙ୍କ ପ୍ରତିଜ୍ଞା, ସେଥିପାଇଁ ପ୍ରଭୁ ଏ ଏରକୁ ନେଇଗଲେ। ଜିହୁଦା ମଧ୍ୟ ଯେତେବେଳେ ଅନାନଙ୍କୁ ବାହା ଦେଲେ, ସେ ଅନାନ ବି ସେମିତି ପ୍ରଭୁ ତାଙ୍କୁ ମାରିଦେଲେ। ତ ଲାଷ୍ଟରେ ଅନାନକୁ ଯେତେବେଳେ ପ୍ରଭୁ ମାରିଦେଲେ, ଯେହେତୁ ତାର ଇଣ୍ଟରେଷ୍ଟ ନାହିଁ, ସେଥିପାଇଁ ଜିହୁଦା ଭାବିଲେ ଯେ ସ୍ତ୍ରୀ ଆସିବାର ମୋର ପୁଅ ଗୋଟେ ପରେ ଗୋଟେ ମରୁଛନ୍ତି, ଏ ସ୍ତ୍ରୀ ମୋର ପୁଅ ମାନଙ୍କୁ ଖାଇ ଦଉଛି। ସେଥିପାଇଁ ସେ କହିଲେ ତାମାରକୁ, ସେଲା ଛୋଟ ଅଛି, ବଡ ହବା ଯାଏ ତ ବିଧବା ହେଇକି ରହ, ତୋ ବାପାଙ୍କ ଘରେ ତୁ ରହ। ଆଉ ତାକୁ ପଠେଇ ଦେଲେ। ଯେତେବେଳେ ତାକୁ ପଠେଇ ଦେଲେ, ସମୟ ବିତିଲା, ଜିହୁଦା ବଡ ହେଲା, ବାହା ହବା ଟାଇମ ହେଇଗଲା, କିନ୍ତୁ ଜିହୁଦା ସେଲାକୁ ଆଉ ତାମାରକୁ ବାହା କରାଇଲେ ନାହିଁ। ସେ ଭାବିଲା ଯଦି ମୁଁ ସେଲାକୁ ଦେଲେ ସିଏ ବି ମରିଯିବ, ଇଏ ମୋର ସବୁ ପୁଅ ମାନଙ୍କୁ ଖାଇ ଦଉଛି। ସେତେବେଳକୁ ତାମାରର ଶାଶୁ ସେ ମରିଗଲେ, ଜିହୁଦାର ସ୍ତ୍ରୀ ମରିଗଲେ। ତ ସାନ୍ତ୍ୱନା ପାଇବା ପାଇଁ ସେ ତା ସାଙ୍ଗ ସହିତ ତିମ୍ନାକୁ ଗଲେ। ତ ଯେତେବେଳେ ସେ ତିମ୍ନାକୁ ଯାଉଥିଲେ, ସେତେବେଳକୁ ଆଦି ପୁସ୍ତକକୁ ଫେରିକି ଯିବା ଆମେ, 38 ପର୍ବ 12 ପଦ। ଆଉ ଅନେକ ଦିନ ଗତ ହୁଅନ୍ତେ, ସୋୟର କନ୍ୟା ଜିହୁଦାର ଭାର୍ଯ୍ୟା ମଲା,
ତହିଁ ଉତ୍ତାରେ ଜିହୁଦା ସାନ୍ତ୍ୱନା ଯୁକ୍ତ ହୋଇ ଅଦୁଲ୍ଲିମୀୟ ହୀରା ନାମକ ବନ୍ଧୁ ସହିତ ତିମ୍ନାରେ ଆପଣା ମେସଲମ ଛେଦନ ମାନଙ୍କ ନିକଟକୁ ଗଲା। ସେ ତ ସ୍ତ୍ରୀ ମରିଗଲା ପରେ ଯେତେବେଳେ ସିଏ ଦୁଃଖରେ ଅଛି, ସାନ୍ତ୍ୱନା ପାଇବା ପାଇଁ ସେ ଯେତେବେଳେ ତିମ୍ନାକୁ ତା ସାଙ୍ଗ ସହିତ ଯାଉଛି, ଏଇଟା ତାମାର ଶୁଣିଲେ। 13 ପଦ, ସେତେବେଳେ କେହି ଜଣେ ତାମାରକୁ ସମ୍ବାଦ ଦେଇ କହିଲା, ଦେଖ ତୁମ ଶ୍ୱଶୁର ଆପଣା ମେସଲମ ଛେଦନ କରିବା ପାଇଁ ତିମ୍ନାକୁ ଯାଉଅଛି। 14 ପଦ, ତହିଁରେ ତାମାର ବିଧବା ବସ୍ତ୍ର ପରିତ୍ୟାଗ କରି ଆବରକ ବସ୍ତ୍ର ପିନ୍ଧି ଆପଣାକୁ ଆଚ୍ଛାଦନ କରି ତିମ୍ନା ପଥ ପାର୍ଶ୍ୱସ୍ଥ ଏନମର ପ୍ରବେଶ ସ୍ଥାନରେ ବସି ରହିଲା, କାରଣ ସେ ଦେଖିଲା ସେଲା ବଡ ହେଲା ହେଲେ ହିଁ ତା ସହିତ ଆପଣାର ବିବାହ ହେଲା ନାହିଁ। ତ କାହିଁକି ଏତେ ଇଣ୍ଟରେଷ୍ଟ ତାମାର? ବଡ ଭାଇକୁ ସ୍ୱାମୀକୁ ବାହା ହେଲେ, ତାପରେ ମରିଗଲେ, ଦ୍ୱିତୀୟ ଦେବରକୁ ବାହା ହେଲେ, ସେ ମରିଗଲେ। ଏତେ ଦିନ ଧରିକି ସେ ସେଲାକୁ ଅପେକ୍ଷା କରୁଛି କାହିଁକି? ଅନ୍ୟ ସ୍ତ୍ରୀ ମାନେ ଏମିତି କେବେ କରିବେ ନାହିଁ, କିନ୍ତୁ ତାମାର ଗୋଟେ ଇଚ୍ଛା, ଆଙ୍କ ବଂଶରୁ ଆଙ୍କ ବଂଶ ଦ୍ୱାରା ଛୁଆ ଜନ୍ମ କରିବା ପାଇଁ, ଯୀଶୁ ଜନ୍ମ ହେବେ। ତ ତିମ୍ନାକୁ ଯେତେବେଳେ ସେ ଗଲେ, ଜିହୁଦା ଯାଉଥିଲେ, ସେତେବେଳକୁ ସେ ଜିହୁଦା ତାଙ୍କୁ ଦେଖି ବେଶ୍ୟା ଜ୍ଞାନ କଲା, କାରଣ ସେ ମୁଖ ଆଚ୍ଛାଦନ କରିଥିଲା। 16 ପଦ, ଏ ନିମନ୍ତେ ସେ ପଥ ପାର୍ଶ୍ୱରେ ତାହା ନିକଟକୁ ଯାଇ ପୁତ୍ର ବଧୂକୁ ଚିହ୍ନି ନ ପାରି କହିଲା, ନିବେଦନ କରୁଅଛି ତୁମ କତିକି ଯିବାକୁ ଦିଅ। ତ ତାମାର କହିଲା, ତୁମେ ମୋ କତିକି ଆସିବା ପାଇଁ କଣ ଦବ? ତ ଇଏ ବର୍ତ୍ତମାନ କଣ ଗୋଟେ ବନ୍ଧକ ମାଗୁଛନ୍ତି, ତମେ ମତେ କଣ ଦବ? ତମେ ଗୋଟେ ବନ୍ଧକ ଦିଅ। ଛେଳି ଛୁଆ ମାଗିଲା, କିନ୍ତୁ ତା ପାଖରେ ଛେଳି ଛୁଆ ନାହିଁ, ସେଥିପାଇଁ ଗୋଟେ ବନ୍ଧକ ମାଗିଲା। ସେତେବେଳକୁ ଯାକୁବ ଜିହୁଦା କହିଲା, କଣ ବନ୍ଧକ ଦେବା? ତାମାର କହିଲା, 18 ପଦ, ତୁମ୍ଭର ଏହି ମୋହର ସୂତ୍ର ହସ୍ତଯଷ୍ଟି। ତମ ଜିହୁଦା ତାକୁ ସେ ସବୁ ଦେଇ ତାହା କତିକି ଗମନ କଲା, ତହିଁରେ ସେ ତାହା ଦ୍ୱାରା ଗର୍ଭବତୀ ହେଲା। ତ ଏଇଠି ମୋହର ସୂତ୍ର ହସ୍ତଯଷ୍ଟି ସେ ମାଗିଲା। ତ ବର୍ତ୍ତମାନ ସହବାସ କରିକି ସେ ପଳେଇଲା, ତାପରେ ବନ୍ଧକ ପାଇବା ପାଇଁ ଛେଳି ଛୁଆ ପଠେଇଲା, କିନ୍ତୁ ସେ ଜାଗାରେ ତାମାର ନାହାନ୍ତି। ସେ ତାଙ୍କ ସାଙ୍ଗ ଖୋଜିଲା କିନ୍ତୁ ପାଇଲା ନାହିଁ। ତ ଜିହୁଦା ଭଲ ହେଲା ଭାବିଲା, ତା ପାଖରେ ରଖୁ। ଏଣୁ ସେ ସେଠି ଲୋକକୁ ପଚାରିଲା। 22 ପଦ ଲେଖା, ଅନନ୍ତର ଜିହୁଦା ନିକଟରେ ଫେରି ଯାଇ କହିଲା, ମୁଁ ତାହାର ଦେଖା ପାଇଲି ନାହିଁ। ଆଉ ସେଠାରେ ଲୋକମାନେ ମଧ୍ୟ କହିଲେ, ଏ ସ୍ଥାନରେ କୌଣସି ମହାରୀ ରୁହେ ନାହିଁ। 23 ପଦ, ତେବେ ଜିହୁଦା କହିଲା, ତାହାଠାରେ ଯାହା ଅଛି ସେ ତାହା ରଖୁ, ଆମ୍ଭେମାନେ କାହିଁକି ଲଜ୍ଜାସ୍ପଦ ହେବା? ଦେଖ, ମୁଁ ଏଇ ଛେଳି ଛୁଆ ପଠାଇଲି, ମାତ୍ର ତୁମ୍ଭେ ତାର ଦେଖା ପାଇଲ ନାହିଁ। ଏବେ ଜିହୁଦା ପରେ ଖୁସି ହେଲା। ଆଉ ପ୍ରାୟ 3 ମାସ ଉତ୍ତାରେ କେହି ଜିହୁଦାକୁ କହିଲା। ତ ଏଇ ଜାଗାରେ ଯେତେବେଳେ ଆମେ ଦେଖିଲେ, ସେ ତାଙ୍କ ମା ଘରେ, ବାପାଙ୍କ ଘରେ ରହିଲେ, କିନ୍ତୁ ବର୍ତ୍ତମାନ 3 ମାସ ଯେତେବେଳେ ବିତିଲା, କିଏ ଜଣେ ଜିହୁଦାକୁ କହିଲା, ତୋର ପୁତ୍ରବଧୂ ତାମାର ବ୍ୟଭିଚାରିଣୀ ହୋଇଅଛି, ଆଉ ବ୍ୟଭିଚାର କର୍ମେ ତାହାର ଗର୍ଭ ହୋଇଅଛି। ତହିଁରେ ଜିହୁଦା କହିଲା, ତାକୁ ବାହାରକୁ ଆଣ, ଅଗ୍ନିରେ ଦଗ୍ଧ କର। ଜିହୁଦା ବହୁତ ରାଗିଗଲା। ବାପାଙ୍କ ଘରେ ରହିବା ଦରକାର, ବେଶୀ କାମ କରିକି ଗର୍ଭବତୀ ହେଇଛି, ତାକୁ ବାହାରକୁ ଆଣ, ଅଗ୍ନିରେ ଦଗ୍ଧ କର। କୋଉ ପ୍ରକାର ସ୍ତ୍ରୀ ଆମ ପରିବାରର ନାଁ ନଷ୍ଟ କରୁଛି? ଏର କାହିଁକି ମରିଲା, ଅନାନ କାହିଁକି ମରିଲା? ଯେହେତୁ ସେମାନେ ପ୍ରଭୁଙ୍କର ବଂଶ ଯୀଶୁଙ୍କର ଇଣ୍ଟରେଷ୍ଟ ନାହିଁ, ଶରୀର ପାଇଁ ବଞ୍ଚିଲେ। କିନ୍ତୁ ଇଆଡେ ଜିହୁଦା ପ୍ରକୃତରେ ସେ ବହୁତ ରାଗୁଛି, ତୋ ପାଇଁ ମୋର ପିଲାମାନେ ମରିଲେ। ତାପରେ ଜିହୁଦା ଶୁଣିଲା ଯେ ସେ ପ୍ରେଗନେଣ୍ଟ ହେଇଛନ୍ତି। ଏଇଟା ଗୋଟେ ଜିନିଷ ଦେଖେଇବାଟା କି? ସେତେବେଳକୁ ତାମାର 25 ପଦରେ ଦେଖନ୍ତୁ, ଅନନ୍ତର ସେ ବାହାରକୁ ଅଣାଯାଆନ୍ତେ ଆପଣା ଶ୍ୱଶୁର ନିକଟକୁ କହି ପଠେଇଲା, ଏଇ ସମସ୍ତ ବସ୍ତୁ ଯାହାର ସେଇ ପୁରୁଷ ଦ୍ୱାରା ଆମ୍ଭର ଗର୍ଭ ହୋଇଅଛି। ଆହୁରି କହିଲା, ଏହି ମୋହର ସୂତ୍ର ଆଉ ଯଷ୍ଟି କାହାର, ତାହା ଚିହ୍ନି ଦେଖ। ସେତେବେଳକୁ ତାମାର ଯେତେବେଳେ ଜିହୁଦା ନିକଟକୁ ପଠେଇଲା, ଏଟା ଚିହ୍ନିକି ଦେଖ, ସେ ଯେତେବେଳେ ଦେଖିଲା, ତାର ପାଟି ବନ୍ଦ ହେଇଗଲା। ତ ଜିହୁଦା 26 ପଦ, ସେଇ ସକଳ ପଦାର୍ଥ ଆପଣାର ବୋଲି ସ୍ୱୀକାର କରି କହିଲା। ସେତେବେଳେ ଜିହୁଦା ସ୍ୱୀକାର କଲା, ସେ ମୋ ଠାରୁ ଅଧିକ
ଧର୍ମିଷ୍ଠା। ଜିହୁଦାର ରାଗ ବଦଳି ଗଲା, ସେ ମୋ ଠାରୁ ଅଧିକ ଧର୍ମିଷ୍ଠା, ସେ ଜଣେ ବେଶ୍ୟା ନାହିଁ। ଜିହୁଦାର ପାଟି ବନ୍ଦ ହେଲା, ସେ ସତ୍ୟକୁ ସ୍ୱୀକାର କଲା। ତାମାର ଜିହୁଦାଙ୍କର ପରିବାରରେ ପ୍ରବେଶ କଲେ ଛୁଆ ଜନ୍ମ କରିବାର ଆଶାରେ, ଯେହେତୁ ଏଟା ଆଶୀର୍ବାଦ। କିନ୍ତୁ ତାଙ୍କର ପରିବାର ଟିକେ ବି ଇଣ୍ଟରେଷ୍ଟ ନାହିଁ। ଶରୀର ପାଇଁ ବଞ୍ଚିଲେ, ମାଂସ ପାଇଁ ବଞ୍ଚିଲେ, ଖାଇବା ପିଇବା ଉପଭୋଗ କରିବା, ଧନୀ ହେବା, ଏଇଟା କେବଳ ତାଙ୍କର ଫୋକସ ଥିଲା। ଆମ ଶରୀର ପୁନର୍ବାର ଧୂଳିରେ ମିଶିଯିବ। ଆମେ ଯଦି ଦେଖିବା, ଧନୀ ହୁଅନ୍ତୁ ଗରିବ ହୁଅନ୍ତୁ, ଛୋଟ ହୁଅନ୍ତୁ ବଡ ହୁଅନ୍ତୁ, ପାୱାରଫୁଲ ଲୋକ ହଉ କି ପାୱାରଲେସ୍ ଲୋକ ହଉ, ସମସ୍ତେ ପୁନର୍ବାର ଧୂଳିରେ ଲୀନ ହବ। ଏଇଟା ହଉଛି ଶରୀର। ଆମମାନଙ୍କର ଜୀବନ ଅସାର, ସେଥିପାଇଁ ଶରୀର ପାଇଁ ବଞ୍ଚିବାର ଜୀବନ ହଉଛି ଅସାର। କିନ୍ତୁ ଜିହୁଦା ଆଉ ତାଙ୍କର ପରିବାର ଲୋକମାନେ ଅସାର ନିମନ୍ତେ ବଞ୍ଚିଲେ। କିନ୍ତୁ ତାମାର ସେମାନଙ୍କଠୁ ଅଲଗା ଥିଲେ। ସେ ଯୀଶୁ ଖ୍ରୀଷ୍ଟଙ୍କ ଉପରେ ଆଶା କରିକି ଏ ପରିବାରକୁ ଆସିଲେ। ଆଉ ଆଶୀର୍ବାଦର ଉତ୍ସ ହଉଛନ୍ତି ଅବ୍ରାହମ, ଆଉ ଆଶୀର୍ବାଦର ଉତ୍ସ ହଉଛନ୍ତି ଯୀଶୁ। ସେଥିପାଇଁ କିନ୍ତୁ ଜିହୁଦାଙ୍କର ପରିବାର ସେ ବିଷୟରେ ତାଙ୍କର ଟିକେ ବି ଯତ୍ନ ନାହିଁ। କେବଳ ଶରୀର ପାଇଁ ବଞ୍ଚିଲେ, କିନ୍ତୁ ତାମାର ପ୍ରତି ମଧ୍ୟ ଅନ୍ୟାୟ କରାଗଲା। ସେ ପ୍ରତିଜ୍ଞାର ଅପେକ୍ଷା କରିକି ଅଛନ୍ତି, କିନ୍ତୁ ଜିହୁଦା ର ଚିନ୍ତାକୁ ଅନୁଗମନ କଲା। ପ୍ରଭୁ ମୋର ଏ ସ୍ତ୍ରୀ ମୋ ପିଲାମାନଙ୍କୁ ଖାଇଲା, କିନ୍ତୁ ସେ କେବେ ଚିନ୍ତା କଲା ନାହିଁ ପ୍ରଭୁ କାହିଁକି ମୋ ପିଲାମାନଙ୍କୁ ମାରିଦେଲେ। ମୋ ପିଲାମାନେ ଟିକେ ବି ବାକ୍ୟରେ ଇଣ୍ଟରେଷ୍ଟ ନାହିଁ। ସେଥିପାଇଁ ଜିହୁଦା ଯେତେବେଳେ ଶୁଣିଲା ତାମାର ଗର୍ଭବତୀ ହେଇଛନ୍ତି, ସେ ରାଗିଗଲା। କିନ୍ତୁ ଆମେ ଦେଖିପାରିବା ଏଇ ଜାଗାରେ ତାମାର ବଞ୍ଚିବାର ରାସ୍ତା କେବଳ ଗୋଟେ, ସେ ମୋହର ପାଇଁ, ହସ୍ତଯଷ୍ଟି ପାଇଁ ଆଉ ସୂତ୍ର ପାଇଁ। ସେଥିପାଇଁ ସେ ଖାଲି ସହବାସ କଲେ ତାହା ନାହିଁ, କିନ୍ତୁ ଏ ତିନିଟା ଜିନିଷ ଜିହୁଦାଙ୍କ ଠାରେ ସେ ଗ୍ରହଣ କଲେ। ତ ଜିହୁଦା ରାଗିଲା ଆଉ ଜଳେଇ ଦେବା ପାଇଁ ଚାହୁଁଛି, କିନ୍ତୁ ତାମାର ବଞ୍ଚିବାର କେବଳ ଗୋଟେ ରାସ୍ତା, ଜିହୁଦାର ବନ୍ଧକ। ଏ ଦ୍ୱାରା ସେ ପ୍ରକୃତରେ ବଞ୍ଚିବ। ସେଥିପାଇଁ ତାମାର ଯେତେବେଳେ ଘରେ ବଞ୍ଚୁଛନ୍ତି, ମୋହର ସୂତ୍ର ହସ୍ତଯଷ୍ଟିକୁ ଧରିକି ବଞ୍ଚୁଛନ୍ତି। ସେ ନିଜର କର୍ମକୁ ଏକ୍ସପ୍ଲେନ କରୁନାହାନ୍ତି। ତମେ ଅନ୍ୟାୟ କଲ, ତମ ସାନ ପୁଅକୁ ମତେ ଦେଲ ନାହିଁ, ଏମିତି କହୁନାହାନ୍ତି। ମୋର କଣ ଭୁଲ, ମୋ ସ୍ୱାମୀ ଚାଲିଗଲେ, ସେ ନିଜର କର୍ମ ନିଜର ଫିଲିଂକୁ ଏକ୍ସପ୍ଲେନ କରୁନାହାନ୍ତି। ନିଜକୁ ଧାର୍ମିକ ଦେଖେଇବାକୁ ଚେଷ୍ଟା କରୁନାହାନ୍ତି। ସେ ଗୋଟେ ଜିନିଷ ଦେଖେଇଲେ, 25 ପଦର ଲାଷ୍ଟ ଦେଖ, ଆହୁରି କହିଲେ ଏହି ମୋହର ସୂତ୍ର ଆଉ ଯଷ୍ଟି କାହାର ତାହା ଚିହ୍ନି ଦେଖ। ତମେ ଏଟା ଦେଖ, ଚିହ୍ନ, ତାପରେ କଥା ହବା। ତ ଏ ଦ୍ୱାରା ହିଁ ସେ ବଞ୍ଚି ପାରିବ। ତାହେଲେ ଯେତେବେଳେ ସିଏ ଘରେ ଥିବ ଆଉ ତା ପେଟ ବଡ ହଉଥିବ, ମାସେ ହେଲା, 2 ମାସ ହେଲା, 3 ମାସ ହେଲା, 7 ମାସ ହେଲା, ଯେତେବେଳେ ତାର ପେଟ ବଡ ହଉଥିବ, ସେତେବେଳକୁ ଛୁଆ ଜନ୍ମ ହେଲେ ସେ କେତେ ଖୁସି ଥିବ। କିନ୍ତୁ ତା ବାପା ବହୁତ ବ୍ୟସ୍ତ ଥିବ। ତାମାର, ତୋ ପେଟ ବଡ ହଉଛି, ତୁ ବେଶୀ ଖାଉଛୁ କି? ତାମାର କହିଥିବ, ନାଇଁ ବାପା ବ୍ୟସ୍ତ ହୁଅନି, ଏଟା ଖାଇବାରେ ନାହିଁ, ମୋ ପେଟରେ ଛୁଆ ଅଛି। କଣ, ପ୍ରେଗନେଣ୍ଟ ଅଛୁ ତୁ? ବିନା ସ୍ୱାମୀରେ କେମିତି ସମ୍ଭବ? ତାମାର କହିଥିବ ସେତ, ବାପା ବ୍ୟସ୍ତ ହୁଅନି, ଏଟା ପ୍ରଭୁଙ୍କର ଆଶୀର୍ବାଦ। ତୁ କି ନନସେନ୍ସ କଥା କହୁଛୁ? ସ୍ୱାମୀ ବିନା କେମିତି ତୋର ଛୁଆ ହେଲା? ସେ ଜିହୁଦା କେତେ ପବିତ୍ର ଲୋକ, ସେ ଯଦି ଜାଣିବ ତୁ ମରିବୁ, ସେ କହିଥିବ, ବାପା ବ୍ୟସ୍ତ ହୁଅ ନାହିଁ, ମୋ ପାଖରେ ମୋହର ଏ ଯଷ୍ଟି ଆଉ ଏ ସୂତ୍ର ଅଛି, ଏଇଟା ମତେ ବଞ୍ଚେଇବ। ସେଥିପାଇଁ ଏ ଜାଗାରେ ମୋହର ସୂତ୍ର ଯଷ୍ଟି ଏ ମତେ ବଞ୍ଚେଇବ। ତ ଏ ମୋହର କଣ କରିବ, ଏ ଯଷ୍ଟି କଣ କରିବ, ଏ ସୂତ୍ର କଣ କରିବ? ଏଇଟା ମତେ ଉଦ୍ଧାର କରିବ। ସେଥିପାଇଁ ତାମାର ଯେତେବେଳେ ମୋହର ସୂତ୍ର ଯଷ୍ଟି ଦେଖିଲେ, ହୃଦୟରେ ଶାନ୍ତି ଆସୁଛି, ଏଇଟା ମତେ ବଞ୍ଚେଇବ। ସେଥିପାଇଁ ଜିହୁଦା ଯାହା ଦେଇଛି ତୋ ଦ୍ୱାରା ସେ ବଞ୍ଚିବ। ତାମାରର ପରିଶ୍ରମ, ତାମାରର ଚେଷ୍ଟା, ତାମାରର ସେବା, ତାମାରର ହୃଦୟ ତାକୁ ବଞ୍ଚେଇ ପାରିବନି। ସେଥିପାଇଁ ଭାଇ ଭଉଣୀ ମାନେ, ଆମେ ମଧ୍ୟ ଆମ ଜୀବନରେ ପ୍ରଭୁ ଆମମାନଙ୍କୁ ପ୍ରତିଜ୍ଞା ଦେଇଛନ୍ତି, ପବିତ୍ର ଆତ୍ମା ଦେଇଛନ୍ତି, ପରିତାଣ ଦେଇଛନ୍ତି, ଯୀଶୁଙ୍କର ରକ୍ତ ଦେଇଛନ୍ତି, ପ୍ରଭୁ ଆମମାନଙ୍କୁ ପ୍ରେମ କରିଛନ୍ତି। ସେଥିପାଇଁ ସମସ୍ତ ବିଷୟ ଆମମାନଙ୍କୁ ସମସ୍ତ ବିଷୟରୁ ଉଦ୍ଧାର କରିବା ଆମ ଜୀବନରେ। ଏଇ ଯୁଗରେ ଆମେ ହଉଛେ ତାମାର ପରି। ବୁଝିପାରିଲେ କି? ପ୍ରଭୁ ଏ ତାମାର ସହିତ ବେଶୀ ଖୁସି, ଯେହେତୁ ଏ ପ୍ରଭୁଙ୍କର ଇଚ୍ଛା, ପ୍ରଭୁଙ୍କର ହୃଦୟରେ ବେଶୀ ମନୋଯୋଗୀ। ସେଥିପାଇଁ ପ୍ରଭୁଙ୍କ ସମ୍ମୁଖରେ ଯେତେବେଳେ ଆମେ ଆସିବା, ପ୍ରଭୁଙ୍କ ସମ୍ମୁଖରେ ଯେତେବେଳେ ଆମେ ଛିଡା ହବା,
विचार सम्मुखରେ ଯେତେବେଳେ ଛିଡା ହେବା ସେତେବେଳେ କୋଉ ଦ୍ୱାରା ଆମେ ଜିତି ପାରିବା? ଆମର ଆତ୍ମଧାର୍ମିକତା, ଆମର ସେବା, ଆମର ଦଶମାଂଶ, ଆମର କାର୍ଯ୍ୟ ଦ୍ୱାରା ନାହିଁ। ଜିହୁଦା ତାମାରକୁ କହିଲା, "ହୁଁ, କଣ ବୋଲି ତୁ ମୋ ଠାରୁ ଅଧିକ ଧର୍ମିଷ୍ଠା। ତାମାରକୁ ଉଦ୍ଧାର କରିବାର ରାସ୍ତା ଆଉ କିଛି ନାହିଁ। ସେଥିପାଇଁ ତାମାର କେବଳ ବନ୍ଧକ ଉପରେ ବିଶ୍ରାମ କରୁଛି। ସେଥିପାଇଁ ଆମ ଜୀବନରେ ଆମକୁ କେବଳ ଗୋଟେ ଜିନିଷ ବିଶ୍ରାମ ଦେଇପାରିବ, ତାହା ହଉଛି ବନ୍ଧକ। ଯେମିତି ସେ ତିନିଟା ବନ୍ଧକ ପାଇଲେ, ସୂତ୍ର, ମୋହର, ହସ୍ତଯଷ୍ଟି, ସେମିତି ପ୍ରଭୁ ଆମକୁ ତିନିଟା ଜିନିଷ ଦେଇଛନ୍ତି। ପ୍ରଥମ କରନ୍ତୀୟ 6 ପର୍ବର 9 ପଦରୁ 10 ପଦ 11 ପଦରେ ଲେଖା ହେଇଛି, ଆଉ ଅଧାର୍ମିକ ମାନେ ଈଶ୍ୱରଙ୍କ ରାଜ୍ୟର ଅଧିକାରୀ ହେବେ ନାହିଁ, ଏହା କଣ ତୁମେ ମାନେ ଜାଣ ନାହିଁ? ଚୋର, ବ୍ୟଭିଚାରୀ, ପ୍ରତିମା ପୂଜକ ଏମାନେ ଈଶ୍ୱରଙ୍କ ରାଜ୍ୟର ଅଧିକାରୀ ହେବେ ନାହିଁ। ମାତ୍ର ତୁମମାନଙ୍କ ମଧ୍ୟରେ କେହି କେହି ଏ ପ୍ରକାର ଥିଲ, କିନ୍ତୁ ଆମମାନଙ୍କର ପ୍ରଭୁଙ୍କର ଆତ୍ମାଙ୍କ ଦ୍ୱାରା ଆଉ ପ୍ରଭୁଙ୍କ ଆତ୍ମାଙ୍କ ନାମରେ, ଯୀଶୁ ଖ୍ରୀଷ୍ଟଙ୍କ ନାମରେ ତୁମେ ପବିତ୍ର ହୋଇଅଛ, ଧାର୍ମିକ ଗଣିତ ହୋଇଅଛ, ଧୌତ ହୋଇଅଛ। ପ୍ରଭୁ ଆମକୁ ଯୀଶୁଙ୍କ ଦ୍ୱାରା ତିନିଟା ଜିନିଷ ଦେଇଛନ୍ତି। ଆମମାନଙ୍କୁ ଧୌତ କରିଅଛନ୍ତି, ଆମମାନଙ୍କୁ ପବିତ୍ର କରିଅଛନ୍ତି, ଆମମାନଙ୍କୁ ଧାର୍ମିକ ଗଣନା କରିଅଛନ୍ତି। ସେଥିପାଇଁ ତିନିଟା ଜିନିଷ ଆମମାନଙ୍କୁ ବଞ୍ଚେଇ ପାରିବ। ସେଥିପାଇଁ ଆମ ଜୀବନରେ ଯେତେବେଳେ ଆମେ ବଞ୍ଚୁଛୁ, ଆପଣ ମାନେ ପ୍ରଭୁ ଦେଇଥିବା ଜିନିଷ ଦ୍ୱାରା ବଞ୍ଚନ୍ତୁ, ଆଉ ପ୍ରଭୁ ଦେଇଥିବା ଜିନିଷ ଦ୍ୱାରା ଆମେ ଆତ୍ମିକ ଜୀବନ ବଞ୍ଚିବୁ। ସେଥିପାଇଁ ଚର୍ଚ୍ଚରେ ଯେତେବେଳେ ଆମେ ସାକ୍ଷ୍ୟ ଶୁଣୁଛୁ, ପାଷ୍ଟର ପାଙ୍କର ଜୀବନର ଯୋଉ ସାକ୍ଷ୍ୟ ଶୁଣିଛୁ, ଆମ ଚର୍ଚ୍ଚରେ ପ୍ରଭୁ କେମିତି କାମ କରିଛନ୍ତି, ଏ ସମସ୍ତ ବିଷୟ ଯଦି ଆମେ ଗ୍ରହଣ କରିବା, ଆମେ ସେ ପାଷ୍ଟରଙ୍କ ଉପରେ ହତାଶ ହେବା ନାହିଁ, ସେ ପାଷ୍ଟରଙ୍କ ଉପରେ ଆମେ ନିରାଶ ହେବା ନାହିଁ। ସେଥିପାଇଁ ଆମ ଚର୍ଚ୍ଚରେ ଯେତେବେଳେ ଦେଖିଲେ ଗୋଟେ ଚର୍ଚ୍ଚ ଘର ନିଆଁ ଜଳି ଯାଉଛି, କିନ୍ତୁ ଗୋଟେ ହୃଦୟ କେତେ କାମ କରୁଛି। ପ୍ରଭୁ ଆମକୁ କେବେ ମନ୍ଦ ବିଷୟ ଦେଇନାହାନ୍ତି। ଆମେ ଭଲ ମନ୍ଦରେ ଦେଖିଲେ ଏଇଟା ଠିକ, ଏଇଟା ଭୁଲ, କିନ୍ତୁ ପ୍ରଭୁ ସମସ୍ତ ବିଷୟକୁ ଉତ୍ତମରେ ବଦଳେଇ ଦେଲେ। ଦେଖିଲା ବେଳକୁ ଯଦି ଏତେ ଟଙ୍କା ଦରକାର ହଉଛି, କିନ୍ତୁ ପ୍ରଭୁ ସାହାଯ୍ୟ କରିବାରୁ ଅନେକ ଆତ୍ମାକୁ ଲାଭ ଚର୍ଚ୍ଚରେ କଲେ। ଅନ୍ୟ ପାଷ୍ଟର ଭାବିଲେ, ବା କେତେ ବଢିଆ ଘରେ ପାଷ୍ଟର ଏବେ ରହୁଛନ୍ତି, ଆମେ ବି ଆମର ଚର୍ଚ୍ଚ ଘର ନିଆଁ ଲଗେଇଦେଲେ ହବ। ପ୍ରଭୁଙ୍କର କାର୍ଯ୍ୟ ଆମେ ବେଶୀ ଦେଖବା। କେମିତି ସେମିତି କଣ ନିଜେ ନିଜେ କରିହବ କି? କିନ୍ତୁ ନିଆଁ ଜଳିବା ଦ୍ୱାରା ସେ ଚର୍ଚ୍ଚରେ 50 ଲୋକରୁ ଅଧିକ ଲୋକ ପରିତ୍ରାଣ ପାଇଲେ। ପ୍ରଭୁ ଆମକୁ ମନ୍ଦ ଜିନିଷ କେବେ ଦେଇନାହାନ୍ତି। ସେ ପାଷ୍ଟର ଯଦି 3 ମାସ ଘର ଭଡା ଦେଇ ପାରିନଥିଲେ, କିନ୍ତୁ ଯେତେବେଳେ ପାଷ୍ଟରଙ୍କ ଠାରୁ ଗାଳି ଶୁଣୁଛନ୍ତି, ପାଷ୍ଟରଙ୍କର ସାକ୍ଷ୍ୟ ଶୁଣୁଛନ୍ତି, ସେ ଗୋଟେ ହୃଦୟ ପାଇଲେ ଯେ ପାଷ୍ଟର ପାରୁନାହାନ୍ତି, ସେଥିପାଇଁ ଯୀଶୁଙ୍କ ଉପରେ ନିର୍ଭର କରୁଛନ୍ତି। ସେଇଟା ହଉଛି ବିଶ୍ୱାସ ଜୀବନ। ସେଥିପାଇଁ ଆମେ ନିଜର କ୍ଷମତା ଉପରେ ନିର୍ଭର, ଆମେ ନିଜେ ପାରୁନୁ, ସେଥିପାଇଁ ଆମେ ଯୀଶୁଙ୍କୁ ବିଶ୍ୱାସ କରୁଛୁ। ତାମାର ମଧ୍ୟ ଏଇ ଜାଗାରେ ଯେତେବେଳେ ସେ ବଞ୍ଚିଲେ, ସେ ଜିହୁଦା ଠାରୁ ଗ୍ରହଣ କରିଥିବା ଜିନିଷ ଦ୍ୱାରା ସେ ବଞ୍ଚିଲେ। ସେଥିପାଇଁ ଆପଣ ଗ୍ରହଣ କରିଥିବା ଜିନିଷ କଣ ଅଛି? ସେଇଟା ହଉଛି ଆମର ପ୍ରକୃତ ବିଶ୍ରାମ ଆଉ ପ୍ରକୃତ ହୃଦୟ, ହଁ କି ନାଇଁ? ପାଷ୍ଟର କାହିଁକି ଗାଳି କଲେ? ଘର ଭଡା ଦେଇ ପାରିନାହାନ୍ତି, ଯାଇକି ଚାକିରି କରିବାର ହୃଦୟ ଅଛି, ପଇସା କମେଇବାର ହୃଦୟ ସେଥିପାଇଁ ନାହିଁ। ପାଷ୍ଟର କହିଲେ, ତୁ କାହିଁକି ବଢୁନୁ ଆତ୍ମିକ ଜୀବନରେ? ତୋର ସାଙ୍ଗମାନଙ୍କୁ ଦେଖେ, ସେମାନେ କେମିତି ବଢୁଛନ୍ତି। ପାଷ୍ଟର ସେଥିପାଇଁ ସେ ପାଷ୍ଟରଙ୍କୁ ପ୍ରକୃତରେ ଅନୁଯୋଗ କଲେ। ସେଥିପାଇଁ ଆମ ଭାଇ ଭଉଣୀ ମାନେ ମଧ୍ୟ, ଆମେ ଯେତେବେଳେ ଆତ୍ମିକ ଜୀବନ ଚର୍ଚ୍ଚ ଭିତରେ ବି ବଞ୍ଚୁଛୁ, ଆମ ପାଖରେ ସବୁ ପ୍ରକାର ପରିସ୍ଥିତି ଅଛି, ସବୁ ପ୍ରକାର ସମସ୍ୟା ଅଛି। ସେଥିପାଇଁ ଆମ ପାଖରେ ପ୍ରଭୁ ଅଛନ୍ତି। ଗୋଟେ ବାକ୍ୟ ପଢିବା ଆଉ ଶେଷ କରିବା। 2 କରନ୍ତୀୟ 12 ପର୍ବ କାଢନ୍ତୁ। 2 କରନ୍ତୀୟ 12 ପର୍ବ 6 ପଦରୁ 7 ପଦରୁ, 2 କରନ୍ତୀୟ 12 ପର୍ବର 7 ପଦରୁ, ଏଣୁ ମୁଁ ଯେପରି ଅତିଶୟ ଗର୍ବି ନ ହୁଏ, ଏଥି ନିମନ୍ତେ ମତେ ପ୍ରହାର କରିବା ପାଇଁ ମୋହର ଶରୀରରେ ଶୈତାନର ଦୂତ ସ୍ୱରୂପେ ଗୋଟିଏ କଣ୍ଟକ ଦିଆଗଲା। ହଁ, ଯେପରି ମୁଁ ଅତିଶୟ ଗର୍ବି ନ ହୁଏ, ଏଥି ନିମନ୍ତେ ତାହା ଦିଆଗଲା। 8 ପଦ, ଯେପରି ତାହା ମୋ ଠାରୁ ଦୂର ହୁଏ, ଏଥିପାଇଁ ମୁଁ ପ୍ରଭୁଙ୍କୁ ସେହି ବିଷୟରେ 3 ଥର ବିନତି କଲି।
तो ये प्रार्थना कले एटा नहीं जाओ प्रभु शैतान दूत ए कंटक दिया जाइछि पाउल को बेसी कष्ट होउछि तो निश्चय सुसमाचार प्रचार पे एटा तांको पे बाधा ही पारबो से फ्रीली करि परिबे नै यथेष्ट करि परिबे नै से प्रार्थना गलार प्रभु ता प्रार्थना सुनिले नै 9 पद लेखा आइछि आ से मते कहि अछंती आंभर अनुग्रह तुम निमंते यथेष्ट कारण दुर्बलतारे आंभर शक्ति सिद्ध हुए अतएव जेपरी ख्रीष्टଙ୍କ शक्ति मो उपरे अवस्थान करे एथिपाई मो अति आनंदरे बरन मोहर दुर्बलतारे दर्प करिबी पाउलଙ୍କର हृदय चेंज हे गला फास्ट से दुर्बलता को काढी दबा पे चाहुतले किंतु प्रभुଙ୍କର हृदय बाक्य जेतले सुनिले से दुर्बलतारे दर्प करिबी कहले आ से मते कहि अछंती आंभर अनुग्रह तुम निमंते यथेष्ट सेतमे भाई बहन समस्त पाळी धरंतु आंभर अनुग्रह समस्ते आंभर अनुग्रह गिरधर डिवाइस ना अछि भौणी काई को नांती आंभर अनुग्रह तुम्भ निमंते यथेष्ट कारण दुर्बलतारे आंभर शक्ति सिद्ध हुए अतएव जेपरि मो ख्रीष्टଙ୍କ शक्ति मो उपरे अवस्थान करे एथिपाई मो अति आनंदरे बरन मोहर दुर्बलतारे दर्प करिवे 10 पद तेणु ख्रीष्टଙ୍କ निमंते दुर्बलतारे अपमानरे दुर्दशारे ताड़नारे संकटरे मु संतुष्ट हुए कारण जेतळे मु दुर्बल सेतळे मु बलवान आमे दुर्बल हेले भी आमे सेतेबेले होची बलवान से टाइम रे का बलवान जेतेबेले दुर्बल सेतेबेले बलवान जेतेबेले मु दुर्बल सेतेबेले मु बलवान माने जेतेबेले सेतेबेले अलगा टाइम ना गुटे टाइम हां जेतेबेले आ सेतेबेले गुटे टाइम ना अलगा टाइम गुटे टाइम अलगा टाइम नाही से गुटे टाइम रे कोन डिफरेंस प्रभुଙ୍କର अनुग्रह प्रभुଙ୍କର शक्ति से मते कहिले तांकर अनुग्रह तांकर शक्ति हैं ख्रीष्टଙ୍କର शक्ति ख्रीष्टଙ୍କ अनुग्रह ख्रीष्ट आसिले सेते बेला पाउल सेथि भाई से निज द्वारा बंचिले नाही ख्रीष्टଙ୍କର अनुग्रह ख्रीष्टଙ୍କର शक्ति द्वारा बंचिबारो से कहले जेतेले मु दुर्बल सेतेले मु बलवान बाकी टिके सुनिबी आउ टिके परिवर्तन हेबी तापरे जाई कि मु बल टिके पाइबी सेमति नाही गुटे मुहूर्त रे पाउलଙ୍କର हृदय जेतळे यीशुଙ୍କ शक्ति यीशुଙ୍କର अनुग्रह प्रभु मते कोन कहिले एटा जेतळे तांको भीतर को आसिला तांकर हृदय संपूर्ण अलगा हे गला ओ एतिकी आमे वाक्य आज सुनिबा आसुन प्रार्थना करिबा धन्यवाद आमनकर मंगलमय स्वर्गस्थ पिता तुम अनुग्रह द्वारा प्रभु आज माने बुधवार उपासना रे समस्ते एकत्र होई कि माने ईश्वरଙ୍କ वाक्य को ध्यान कलु प्रभु प्रभु तुमे आम समस्त को परिताण देई अछ एवं आम जीवन रे तुमे मंडली को तुम दास मान आम चारिआडे रखी अछ आम चर्च भितरे थाई कि आम अनेक परिस्थिति अनेक समस्या अनेक ताड़ना मध्य देकी गमन करिसु किंतु आज पर्यंत आम पड़ी जाइनु आउ वाक्य प्रचार मध्य मंडली रे बंद हे जाए जेते बड़ समस्या परिस्थिति आसिले सुधा प्रभु तुमे हमको केबे छाड़ी न सेथि में आम जतले जीवन यापन करूछु ए मंडली ठारू सुनिथिबा वाक्य साक्ष्य एवं तुमे जो जीवन देई अछ सेटा को सदाबळे ग्रहण करी कि बंचिया पे तुमे हमको अनुग्रह दियो प्रभु प्रभु सतरे आमे जतले बंचिले अभाव पई ऋण पई रोग पई असंभव विषय पई दुर्बलता पई अपमान पई ताड़ना पई संकट पई हमर हृदय रे आमे कष्ट पाई थाउ सतरे जगतर लोक माने समस्त एथि पई भी कष्ट पाउछन्दी किंतु आमे भी सेमती कष्ट पाई जदी खाली रहिले तांको भीतर आम भीतर किछि अलगा नै प्रभु किंतु आमे जतले जीवन यापन करूछु आज जेमिति आमे वाक्य भी सुनिलु समान परिस्थिति किंतु जनाथन हृदय रे प्रभु आम मान पक्ष कर्म करिवे उद्धार करिवारे प्रभुଙ୍କର किछि प्रतिबंधक नाही अल्प हो कि अधिक हो प्रभुଙ୍କ ପାଇଁ କିଛି ପ୍ରତିବନ୍ଧକ ନାହିଁ ए हृदय ପାଇଁ से आगो को बढ़िले प्रभु तुमे आम माननकु सेही प्रकार हृदय को तमे दियो दाऊदଙ୍କର हृदय रे मध्य इस्राएल रो सैन्याधिपति
ଇସ୍ରାଏଲର ଶ୍ରେଣୀ ସୈନ୍ୟାଧିପତି ସଦାପ୍ରଭୁଙ୍କର ସୈନ୍ୟ ଶ୍ରେଣୀ ବିରୁଦ୍ଧରେ ତମେ ଆସୁଛ କହିକି ସେ ଗୋଲିଆତକୁ ଦେଖିକି ସେ ପ୍ରଭୁଙ୍କର ନାଁକୁ ନେଇକି ସେ ଗୋଲିଆତ ସାମ୍ନାରେ ଯାଉଛି। ପ୍ରଭୁ ତମ ନାଁକୁ ନେଇକି ଆମକୁ ଛିଡା ହେବା ପାଇଁ ଦିଅ, ଆଉ ତମେ ଆମ ସମସ୍ତଙ୍କର ହୃଦୟ ମଧ୍ୟରେ କାର୍ଯ୍ୟ କର ପ୍ରଭୁ। ଆଉ ଆମମାନଙ୍କର ପ୍ରତ୍ୟେକ ମଣ୍ଡଳୀକୁ ସେଭଳି ଭାବରେ ପ୍ରଭୁ ତମେ ବିଶ୍ୱାସରେ ବଢିବା ପାଇଁ ମଧ୍ୟ ତମେ ସାହାଯ୍ୟ କର। ଯାହା ଅଛି ତାହା ଦ୍ୱାରା ଆମେ ନ ବଞ୍ଚି ତୁମଠାରୁ ଗ୍ରହଣ କରିକି ଯେପରି ଆମେ ବଞ୍ଚିବୁ ସେଭଳି ଭାବରେ ତମେ ଆମ ହୃଦୟରେ ମଧ୍ୟ କାର୍ଯ୍ୟ କର। ତାମାର ଯେମିତି ଯୀଶୁଙ୍କ ବଂଶାବଳୀ, ଯୀଶୁଙ୍କ ଜନ୍ମରେ ଏବଂ ଯୀଶୁଙ୍କ ବୀଜ ଗ୍ରହଣ କରିବାରେ ତାଙ୍କର ମନ ଥିଲା, ଆମେ ଦେଖିଲୁ। ବିପଦ ଆସିଲେ ମଧ୍ୟ, ଅଗ୍ନିର ବିଚାର ଆସିଲେ ମଧ୍ୟ ସେ ମରୁନାହାନ୍ତି, କିନ୍ତୁ ମୋହର ସୂତ୍ର ଆଉ ହସ୍ତଯଷ୍ଟି ତାଙ୍କୁ ସମସ୍ତ ବିଷୟକୁ ଜିତଉଛି। ସେ ନିନ୍ଦିତ ଅପମାନ ହବା ପରିବର୍ତ୍ତେ ସେ ଅଧିକ ଧର୍ମିଷ୍ଠା ବୋଲି ସେ ପ୍ରଶଂସା ପାଉଛନ୍ତି। ସେଥିପାଇଁ ଆମେ ବାକ୍ୟରେ ବଞ୍ଚିଲେ, ବାକ୍ୟ ସୁସମାଚାରରେ ବଞ୍ଚିଲେ ମୃତ୍ୟୁ, ଲଜ୍ଜା ଏ ସମସ୍ତ ବିଷୟକୁ ଜିତିବା ପାଇଁ ପ୍ରଭୁ ତମେ ଆମମାନଙ୍କୁ ଏ ସୁସମାଚାର ଭିତରେ ସବୁ ଦେଇଅଛ। ସେଥିପାଇଁ ପ୍ରଭୁ ତମେ ଆମମାନଙ୍କର ହୃଦୟରେ ଏ ପ୍ରକାର ବାକ୍ୟ ଏବଂ ପ୍ରେରଣାର ହୃଦୟ ଦ୍ୱାରା ସମସ୍ତଙ୍କୁ ତମେ ପରିପୂର୍ଣ୍ଣ କର। ଆମର ଦୁର୍ବଳ, ପୀଡ଼ିତ, ରୋଗାଗ୍ରସ୍ତ ଭାଇ ଭଉଣୀ ମାନଙ୍କର ହୃଦୟରେ ମଧ୍ୟ ପ୍ରଭୁ ତମେ ବଳ ଦିଅ, ଆଶାକୁ ଦିଅ ଏବଂ ସେମାନଙ୍କର ହୃଦୟକୁ ଧରି ରଖ ଏବଂ ସୁସ୍ଥତା ଦେଇକି ସେମାନଙ୍କୁ ପୁନର୍ବାର ଉଠିବା ପାଇଁ ତମେ ସାହାଯ୍ୟ କର। ଏବଂ ନ କରିପାରୁଥିବା, ହାରି ଯାଇକି ପଡିଯାଇଥିବା ସବୁ ଭାଇ ଭଉଣୀ ମାନଙ୍କର ହୃଦୟରେ ମଧ୍ୟ ତମର ଶକ୍ତି ଦ୍ୱାରା ପୁନର୍ବାର ସେମାନଙ୍କୁ ତମେ ସବଳ କରିକି ଛିଡା କରାଅ। ଏବଂ ପ୍ରଭୁ ଆମ ମଣ୍ଡଳୀ ଦ୍ୱାରା ଏହି ସପ୍ତାହରେ ମଧ୍ୟ ସୁସମାଚାରକୁ ପ୍ରଚାର ଦ୍ୱାରା ଅନେକ ଆତ୍ମା ମାନଙ୍କୁ ଉଦ୍ଧାର କରିବା ଏବଂ ଅନେକଙ୍କର ହୃଦୟରେ ଯୀଶୁଙ୍କୁ ଜନ୍ମ କରିବା କାର୍ଯ୍ୟରେ ଯେପରି ଆମେ ବ୍ୟବହୃତ ହେଇପାରିବୁ ସେଥିପାଇଁ ତମେ ଦୟା କର। ପିସ୍ ପ୍ଲାଣ୍ଟର ପାଇଁ ମଧ୍ୟ ଆମେ ପ୍ରାର୍ଥନା କରୁଛୁ, ସେଥିପାଇଁ ମଧ୍ୟ ତମେ ଦୟା କର ପ୍ରଭୁ। ଆଉ ପ୍ରତ୍ୟେକ ଚର୍ଚ୍ଚ କୁ ମଧ୍ୟ ତମେ ଯତ୍ନ ନିଅ। ସମସ୍ତଙ୍କୁ ତୁମ ହସ୍ତରେ ଦେଇ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ଏ ପ୍ରାର୍ଥନା ମାଗୁଅଛୁ, ଆମେନ୍। ହଉ, ଧନ୍ୟବାଦ ସମସ୍ତଙ୍କୁ, ନମସ୍କାର।